ସ୍ପେଶାଲ ଓଟିଇଟି 2025 ପେପର 1 ଏହି ଭିଡ଼ିଓ ମାଧ୍ୟମରେ ସିଡିପି ଓଡ଼ିଆ ଇଂଲିଶ ମ୍ୟାଥମେଟିକ୍ସ ଏନଭାୟରମେଣ୍ଟାଲ ସାଇନ୍ସ ବା ଇବିଏସ୍ର ସମସ୍ତ କୋଶ୍ଚିନ୍ ଆନ୍ସର ପାଇପାରିବେ। ସେଇଟା ଅଲଗା ଅଲଗା ହେଲେ ବି କୋଶ୍ଚିନ୍ ସମାନ, କେବଳ ସିରିଏଲ ନମ୍ବର ଅଲଗା। 2025 ସ୍ପେଶାଲ ଓଟିଇଟିର ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜିର ସମସ୍ତ 30ଟାକ କୋଶ୍ଚିନ୍ର ଆନ୍ସର ମୁଁ ଏଠାରେ କରିଛି। ଆପଣ ଆପଣଙ୍କ ସେଟ୍ ଅନୁଯାୟୀ ଆନ୍ସର ମଧ୍ୟ ଚେକ୍ କରିଦିଅନ୍ତୁ। ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଯେଉଁମାନେ ଫାଷ୍ଟ ଟାଇମ୍ ସାଇଟ୍କୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ, ଯାହାଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ପ୍ରଥମେ ଆମେ ଦେଖିବା ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି, ଶିଶୁ ବିକାଶ ଓ ଶିକ୍ଷା ବିଜ୍ଞାନ ସମ୍ବନ୍ଧରେ। ପ୍ରଥମ ପ୍ରଶ୍ନ ଥିଲା, ସାଧାରଣ ଶିକ୍ଷା ପରିପ୍ରେକ୍ଷୀରେ ଅନ୍ତର୍ନିବେଶୀ କହିଲେ କ'ଣ ବୁଝାଯାଏ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି, ବିବିଧତା ସତ୍ତ୍ୱେ ସମସ୍ତଙ୍କର ଶିକ୍ଷାକୁ ସୁନିଶ୍ଚିତ କରାଇବା। କ୍ୱେଶ୍ଚିନ୍ ନମ୍ବର 2 ଥିଲା, କେଉଁ ନୀତିଟି ଅନ୍ତର୍ନିବେଶୀ ଶ୍ରେଣୀଗୃହରେ ସାର୍ବଜନୀନ ଶିକ୍ଷଣ ପରିକଳ୍ପନା ବା ୟୁଡିଏଲ୍କୁ ସୀମିତ କରିଥାଏ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି, ପାଠ୍ୟପୁସ୍ତକଗୁଡ଼ିକୁ ଶିକ୍ଷାର୍ଥୀ କାର୍ଯ୍ୟ ପୁସ୍ତକମାନଙ୍କର ସହଯୋଗିତା ମିଳେ। କ୍ୱେଶ୍ଚିନ୍ ନମ୍ବର 3, କେଉଁଟି ସହଶୈକ୍ଷିକ ମୂଲ୍ୟ ନିର୍ଦ୍ଧାରଣ ଅଧୀନରେ ଆସିଥାଏ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି, ଜୀବନ କୌଶଳ। କ୍ୱେଶ୍ଚିନ୍ ନମ୍ବର 4, କେଉଁଟି ମୂଲ୍ୟ ନିର୍ଦ୍ଧାରଣର ଉଦ୍ଦେଶ୍ୟ ନୁହେଁ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି, ଶିକ୍ଷାର୍ଥୀମାନଙ୍କୁ ର୍ୟାଙ୍କ ପ୍ରଦାନ କରିବା। କ୍ୱେଶ୍ଚିନ୍ ନମ୍ବର 5, ଶୈଶବାବସ୍ଥାରେ ବୌଦ୍ଧିକ ବିକାଶ କ୍ଷେତ୍ରରେ କେଉଁଟି ଠିକ୍? ଏହାର କରେକ୍ଟ ଆନ୍ସର ଅପସନ୍ ଏ, ଚତୁର୍ଭୁଜ ପୂର୍ବରୁ ବୃତ୍ତ ଅଙ୍କନ କରିବା ଶିଖିବା। ନେକ୍ସଟ କ୍ୱେଶ୍ଚିନ୍, ନିମ୍ନଲିଖିତ କେଉଁଟି ଶାରୀରିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ରାକ୍ ଶୈଶବାବସ୍ଥାରେ ଠିକ୍? ଏହାର କରେକ୍ଟ ଆନ୍ସର ହେବ ବାଳିକାମାନଙ୍କ କ୍ଷେତ୍ରରେ ବାଳକମାନଙ୍କ ଅପେକ୍ଷା ଅଭିବୃଦ୍ଧି ଅଧିକ ହୋଇଥାଏ। ନେକ୍ସଟ କ୍ୱେଶ୍ଚିନ୍ ଅଛି, ପ୍ରାଥମିକ ଶିକ୍ଷାରେ ପିଲାଟି କେଉଁ ଭାଷାରେ ଶିକ୍ଷା ଲାଭ କରିବା ଉଚିତ? ସରକାରୀ ଭାଷା, ବିଦେଶୀ ଭାଷା, ଶିକ୍ଷକଙ୍କ ଭାଷା, ମାତୃଭାଷା? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି, ମାତୃଭାଷା। ନେକ୍ସଟ କ୍ୱେଶ୍ଚିନ୍, କେଉଁଟି ଭାବପ୍ରବଣ କ୍ଷେତ୍ରରେ ଅନ୍ତର୍ଭୁକ୍ତ ନୁହେଁ? ଏହାର କରେକ୍ଟ ଆନ୍ସର ଡି, ଶାରୀରିକ ଦକ୍ଷତା। ଶିକ୍ଷକ କୈନ୍ଦ୍ରିକ ପ୍ରଥାରେ କେଉଁଟି ଅଧିକ ଗୁରୁତ୍ୱ ଦିଆଯାଇଥାଏ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି, ଶିକ୍ଷକମାନେ ଶିକ୍ଷଣ ଶୈଳୀର ନେତୃତ୍ୱ ନେଇଥାନ୍ତି। ନେକ୍ସଟ କ୍ୱେଶ୍ଚିନ୍ ଥିଲା, ଶିକ୍ଷାର୍ଥୀ କୈନ୍ଦ୍ରିକ ପଦ୍ଧତିରେ କେଉଁଟି ଲାଭଜନକ ନୁହେଁ? ଅପସନ୍ ଏ ଥିଲା ସମୟ ସାପେକ୍ଷ କାର୍ଯ୍ୟାନ୍ୱୟନ, ବିରେ ଥିଲା ଛାତ୍ର ସହାୟତା ଉପରେ ଗୁରୁତ୍ୱ, ସିରେ ଥିଲା ଛାତ୍ରମାନଙ୍କ ଦ୍ୱାରା ଜ୍ଞାନ ନିର୍ମାଣ, ଡିରେ ଥିଲା ଦଳ କାର୍ଯ୍ୟ ଆୟୋଜନ। ଏହାର କରେକ୍ଟ ଆନ୍ସର ଅପସନ୍ ଏ, ସମୟ ସାପେକ୍ଷ କାର୍ଯ୍ୟାନ୍ୱୟନ। ନେକ୍ସଟ କ୍ୱେଶ୍ଚିନ୍ ଥିଲା, ବ୍ଲକ ସ୍ତରରେ କିଏ ଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ? ଅପସନ୍ ଅଛି ଜିଲ୍ଲା ଶିକ୍ଷା ଅଧିକାରୀ, ସେ ତ ଜିଲ୍ଲା ସ୍ତରରେ, ବିରେ ଅଛି ବ୍ଲକ ଶିକ୍ଷା ଅଧିକାରୀ ବ୍ଲକ ସ୍ତରରେ, ତେଣୁ ଅପସନ୍ ବିଟା ହିଁ କରେକ୍ଟ ଆନ୍ସର ହେବ। ନେକ୍ସଟ କ୍ୱେଶ୍ଚିନ୍, ନିମ୍ନଲିଖିତ କେଉଁଟିକୁ ଶିକ୍ଷଣ ଭାବେ ମୂଲ୍ୟ ନିର୍ଦ୍ଧାରଣ କୁହାଯାଏ? ଅପସନ୍ ଏ ଅଛି ଶିକ୍ଷଣ ଓ ମୂଲ୍ୟାୟନର ଏକା ସଙ୍ଗରେ ଚାଲିଥାଏ, ବିରେ ଶିକ୍ଷଣ ପରବର୍ତ୍ତୀ ମୂଲ୍ୟ ନିର୍ଦ୍ଧାରଣ, ସିରେ ଶିକ୍ଷଣ ପୂର୍ବରୁ ମୂଲ୍ୟ ନିର୍ଦ୍ଧାରଣ, ଡିରେ ସମାପ୍ତି ସୂଚକ ମୂଲ୍ୟ ନିର୍ଦ୍ଧାରଣ। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ, ଶିକ୍ଷଣ ଓ ମୂଲ୍ୟାୟନ ଏକା ସଙ୍ଗରେ ଚାଲିଥାଏ। ନେକ୍ସଟ କ୍ୱେଶ୍ଚିନ୍ ଅଛି, ସୀମାବର୍ତ୍ତୀ ମାନସିକ ଅଗ୍ରସର ପିଲାମାନଙ୍କର ବୁଦ୍ଧ୍ୟାଙ୍କ କେତେ? ମାନେ ଏଠାରେ IQ ପଚାରିଛି। ଏରେ ଅଛି 90 ରୁ 70, 70 ରୁ ବିରେ 70 ରୁ 50, ସିରେ 50 ରୁ 35, ଡିରେ 35 ରୁ କମ୍। ତେଣୁ ଏଠାରେ କରେକ୍ଟ ଆନ୍ସର ହେବ ଅପସନ୍ ଏ, 90 ରୁ 70। ନେକ୍ସଟ କ୍ୱେଶ୍ଚିନ୍ ଅଛି, ଶିକ୍ଷଣ ପ୍ରକ୍ରିୟାରେ ପ୍ରଯତ୍ନ ଓ ପ୍ରମାଦ ଶିକ୍ଷଣ ତତ୍ତ୍ୱ କିଏ ପ୍ରତିପାଦନ କରିଥିଲେ? ଏରେ ଅଛି ପାଭଲଭ, ବିରେ ଥର୍ଣ୍ଡାଇଜ୍, ସିରେ କୋହଲର, ଡିରେ କିଲପ୍ରାଟି। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି, ଥର୍ଣ୍ଡାଇଜ୍। ନେକ୍ସଟ କ୍ୱେଶ୍ଚିନ୍ ଅଛି, କେଉଁଟି ମୂଲ୍ୟ ନିର୍ଦ୍ଧାରଣ ଏକ କୌଶଳ ନୁହେଁ? ଏଠାରେ ନୁହେଁର ଅନେକ ପ୍ରଶ୍ନ ଦେଇଛି, ତେଣୁ ଯଦି ଅପସନ୍ ଏ କୁ ଆମେ ନେବା ପର୍ଯ୍ୟବେକ୍ଷଣ, ଏ ତ କୌଶଳ, ବି ସାକ୍ଷାତକାର ବି ଗୋଟେ କୌଶଳ, ଡି ମୌଳିକ ପ୍ରଶ୍ନ ପଚାରିବା ଏକ କୌଶଳ, ତେଣୁ ସିଟା କରେକ୍ଟ ଆନ୍ସର ହେବ ପ୍ରାଥମିକ ମୂଲ୍ୟାୟନଟା କେବେ ମୂଲ୍ୟ ନିର୍ଦ୍ଧାରଣର ଏକ କୌଶଳ ନୁହେଁ। ନେକ୍ସଟ କ୍ୱେଶ୍ଚିନ୍ ଅଛି, କେଉଁଠି ଛାତ୍ରଛାତ୍ରୀଙ୍କର କୌଣସି ଏକ କାର୍ଯ୍ୟର ଅଭିବୃଦ୍ଧି, ଆତ୍ମପ୍ରତିଫଳନ ଏବଂ ସଫଳତା ପ୍ରଦର୍ଶନ କରୁଥିବା ଏକ ସଂଗ୍ରହ? ଏରେ ଅଛି ପ୍ରଗତିପତ୍ର, ବିରେ ଅଛି ପୋର୍ଟଫୋଲିଓ, ସିରେ ଅଛି ପ୍ରଶ୍ନାବଳୀ, ଡିରେ ଅଛି ମାନଦଣ୍ଡ ସନ୍ଦର୍ଭିତ ପରୀକ୍ଷା। ଏହାର କରେକ୍ଟ ଆନ୍ସର ନିଶ୍ଚିତ ରୂପେ ଅପସନ୍ ବି ହେବ, ପୋର୍ଟଫୋଲିଓ। ନେକ୍ସଟ ଅଛି, ଶିକ୍ଷକଙ୍କର କେଉଁ ଆଚରଣ ଛାତ୍ରୀମାନଙ୍କର ସକାରାତ୍ମକ ପ୍ରତିଛବି ପ୍ରତି ଅବଦାନ ରଖେ ନାହିଁ? ଅପସନ୍ ଏରେ ଅଛି ପୁଅମାନଙ୍କୁ ଝିଅମାନଙ୍କ ପରି ବ୍ୟବହାର ନ କରିବାକୁ କହିବା, ବିରେ ଅଛି ସୁସ୍ଥ ପ୍ରତିଯୋଗିତାକୁ ଉତ୍ସାହିତ କରିବା, ସିରେ ଅଛି ଝିଅମାନଙ୍କର ଦକ୍ଷତା ପ୍ରତି ଗୁରୁତ୍ୱ ଦେବା, ଡିରେ ଅଛି ଉପରୋକ୍ତ ସମସ୍ତ ବିକଳ୍ପ। ବେଳେବେଳେ ଶିକ୍ଷକ କ୍ଲାସରେ ନିଶ୍ଚିତ କହୁଥିବେ ସେ ଝିଅ ପିଲା ଭଳିଆ କ'ଣ ହଉଛୁ, ପୁଅମାନଙ୍କୁ ଏ କଥା ପ୍ରାୟ ଉଦାହରଣ ଦିଆଯାଏ। ତେଣୁ ଏଠାରେ ଅପସନ୍ ଏଟା ହିଁ ଠିକ୍ ହେବ, ପୁଅମାନଙ୍କୁ ଝିଅମାନଙ୍କ ପରି ବ୍ୟବହାର ନ କରିବାକୁ କହିବା।
ଏହା ଝିଅମାନଙ୍କର କୌଣସି ସକାରାତ୍ମକ ଅବଦାନ ରଖିବ ନାହିଁ। କ୍ୱେଶ୍ଚିନ୍ ନମ୍ବର 18 ରହିଛି, କେଉଁଠି ଓଡ଼ିଶାର ଜନଜାତି ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ସମ୍ବନ୍ଧୀୟ ସତ୍ୟ ନୁହେଁ? ଅପସନ୍ ଏ ରେ ଅଛି ପ୍ରାୟତଃ ସେମାନଙ୍କୁ ମାତୃଭାଷା ଶିକ୍ଷାର ମାଧ୍ୟମ ନୁହେଁ। ବି ରେ ଅଛି ପ୍ରଚଳିତ ପାଠ୍ୟପୁସ୍ତକର କ୍ୱଚିତ କୌଣସି ନିର୍ଦ୍ଦିଷ୍ଟ ସ୍ଥାନୀୟ ଉଦାହରଣ ଥାଏ। ସି ରେ ଅଛି ଶିକ୍ଷକ ଏବଂ ଜନଜାତି ଛାତ୍ରମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥାଏ। ଡି ରେ ଅଛି ଜନଜାତି ଛାତ୍ରୀମାନଙ୍କ ପାଇଁ ଅଣ ଜନଜାତିମାନଙ୍କ ପ୍ରତି ବହୁଳ ସନ୍ଦେହଜନକ। ଏଠାରେ କି ପ୍ରଶ୍ନ ଅଛି ଶିକ୍ଷା ସମ୍ବନ୍ଧରେ ସତ୍ୟ ନୁହେଁ, ତେଣୁ ଏଇଟା ଅପସନ୍ ସି ଠିକ୍ ହବ। ଶିକ୍ଷକ ଏବଂ ଜନଜାତି ଛାତ୍ରମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥାଏ। ନେକ୍ସଟ କ୍ୱେଶ୍ଚିନ୍ ଅଛି, ଶିଶୁ ବିକାଶର କେଉଁ ପର୍ଯ୍ୟାୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥାଏ? ଅପସନ୍ ଏ ରେ ଅଛି ପ୍ରାରମ୍ଭିକ ବାଲ୍ୟାବସ୍ଥା, ବି ରେ ଶେଷ ବାଲ୍ୟାବସ୍ଥା, ସି ରେ କୈଶୋରାବସ୍ଥା, ଡି ରେ ଯୁବାବସ୍ଥା। ତେଣୁ ଶିଶୁ ବିକାଶର କେଉଁ ପର୍ଯ୍ୟାୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବ? ଶେଷ ବାଲ୍ୟାବସ୍ଥାରେ। ବାଲ୍ୟାବସ୍ଥା ଯେତେବେଳେ ଶେଷ ହୋଇଯିବ ସେତେବେଳେ ସେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପାଇଁ ଅଗ୍ରସର ହୁଏ। ପ୍ରଶ୍ନ ରହିଛି ନେକ୍ସଟ, ଶୈଶବର ହାରାହାରି ବୟସ କେତେ? ଅପସନ୍ ଏ ଜନ୍ମଠାରୁ 2 ବର୍ଷ ପର୍ଯ୍ୟନ୍ତ, ବି ରେ ଅଛି 2 ରୁ 7 ବର୍ଷ, ସି ରେ ଅଛି 7 ରୁ 12 ବର୍ଷ, ଡି ରେ ଅଛି 12 ବର୍ଷରୁ ଉର୍ଦ୍ଧ୍ୱ। ତେଣୁ ଆମକୁ ଏଠାରେ ଧରିବାକୁ ପଡ଼ିବ ତା ହାରାହାରି ବୟସ। ତେଣୁ ହାରାହାରି ବୟସ ପ୍ରାୟତଃ ମୁଁ ଭାବୁଛି ଜନ୍ମଠାରୁ 2 ବର୍ଷ ପର୍ଯ୍ୟନ୍ତ ଠିକ୍ ହବ। ଏ ଆନ୍ସର ଉପରେ ଆପଣ ଟିକେ ମଧ୍ୟ ବହି ଦେଖିଦେବେ। ନେକ୍ସଟ କ୍ୱେଶ୍ଚିନ୍ ଅଛି, କେଉଁ ଶିକ୍ଷଣ ଅକ୍ଷମତା ଶବ୍ଦ ଅନ୍ଧତା ଭାବରେ ମଧ୍ୟ ଜଣାଶୁଣା? ଏହାର କରେକ୍ଟ ଆନ୍ସର ଅପସନ୍ ବି ଡିସ୍ଲେକ୍ସିଆ। ନେକ୍ସଟ କ୍ୱେଶ୍ଚିନ୍ ଅଛି, ଶ୍ରବଣ ଶକ୍ତିହୀନ ଶିଶୁଙ୍କ ବିଷୟରେ କେଉଁ ଉକ୍ତିଟି ଠିକ୍ ନୁହେଁ? ଅପସନ୍ ଏ ନୁହେଁ ପଚାରିଛି, ତେଣୁ ଦେଖିଦିଅନ୍ତୁ। ଅପସନ୍ ଏ ଅଛି ସେମାନେ ସାଧାରଣତଃ ଛାତ୍ରଛାତ୍ରୀଙ୍କ ଠାରୁ କମ୍ ଆଗ୍ରହ ପ୍ରକାଶ କରିବା ଭଲ ଲାଗନ୍ତି, ବି ରେ ସେମାନଙ୍କର ବୁଦ୍ଧ୍ୟାଙ୍କ କମ୍, ସି ରେ ସେମାନଙ୍କର ସ୍ପଷ୍ଟ କହିନଥାନ୍ତି, ଡି ରେ ସେମାନେ ବ୍ୟକ୍ତିଗତ ଅନୁଭୂତିରୁ ଶିକ୍ଷାଲାଭ କରିନଥାନ୍ତି। ଯେହେତୁ ଉକ୍ତି ଠିକ୍ ନୁହେଁ କହିଛି, ତେଣୁ ସେମାନଙ୍କର ବୁଦ୍ଧ୍ୟାଙ୍କ କମ୍। ଅପସନ୍ ବି ହବ କରେକ୍ଟ ଆନ୍ସର। ନେକ୍ସଟ କ୍ୱେଶ୍ଚିନ୍ ଅଛି, କୋହଲର କେଉଁ ସିଦ୍ଧାନ୍ତ ସହିତ ଜଡ଼ିତ? ଏ ରେ ଅଛି ବିକାଶ ସିଦ୍ଧାନ୍ତ, ବି ରେ ଅଭିପ୍ରେରଣା ସିଦ୍ଧାନ୍ତ, ସି ରେ ବ୍ୟକ୍ତିତ୍ୱ ସିଦ୍ଧାନ୍ତ, ଡି ରେ ଅଛି ଶିକ୍ଷଣ ସିଦ୍ଧାନ୍ତ। ଏହାର କରେକ୍ଟ ଆନ୍ସର ହବ ଅପସନ୍ ଡି ଶିକ୍ଷଣ ସିଦ୍ଧାନ୍ତ। ନେକ୍ସଟ ଅଛି, ଗେଷ୍ଟାଲ୍ଟ ମନୋବିଜ୍ଞାନୀମାନେ କେଉଁ ପ୍ରକାର ଶିକ୍ଷଣ ପ୍ରଚଳନ କରିଥିଲେ? ଅପସନ୍ ଏ ରେ ଅଛି ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ, ବି ରେ ଅନ୍ତର୍ଦୃଷ୍ଟିମୂଳକ ଶିକ୍ଷଣ, ସି ରେ ଅନୁକରଣମୂଳକ ଶିକ୍ଷଣ, ଡି ରେ ଅଛି ପ୍ରଯତ୍ନ ଓ ପ୍ରମାଦମୂଳକ ଶିକ୍ଷଣ। ଏହାର କରେକ୍ଟ ଆନ୍ସର ହବ ଅପସନ୍ ବି ଅନ୍ତର୍ଦୃଷ୍ଟିମୂଳକ ଶିକ୍ଷଣ। ନେକ୍ସଟ କ୍ୱେଶ୍ଚିନ୍, ଶିଶୁର କେଉଁ ବୟସରେ ବସ୍ତୁର ସ୍ଥାୟିତ୍ୱ ସମ୍ପର୍କରେ ଧାରଣା ଆରମ୍ଭ ହୋଇଥାଏ? ଅପସନ୍ ଦେଇଛି ଏ ରେ ହାରାହାରି 1 ମାସରୁ, ବି ରେ ହାରାହାରି 4 ମାସରୁ, ସି ରେ ହାରାହାରି 8 ମାସରୁ, ଡି ରେ ହାରାହାରି 12 ମାସରୁ। ଏହାର କରେକ୍ଟ ଆନ୍ସର ହବ ଅପସନ୍ ସି ହାରାହାରି 8 ମାସରୁ। ନେକ୍ସଟ କ୍ୱେଶ୍ଚିନ୍, ପିଆଜେଙ୍କ ଜ୍ଞାନାତ୍ମକ ପଦ୍ଧତି ଅନୁସାରେ 7 ରୁ 11 ବର୍ଷ ପିଲାମାନେ କେଉଁ ପ୍ରକାର ଚିନ୍ତାଧାରା ପ୍ରଦର୍ଶନ କରିଥାନ୍ତି? ଅପସନ୍ ଏ ରେ ଅଛି ଆରୋହୀ ଚିନ୍ତାଧାରା, ବି ରେ ଅଛି ଅବରୋହୀ ଚିନ୍ତାଧାରା, ସି ରେ ଅନ୍ତର୍ଭେଦୀ ଚିନ୍ତାଧାରା, ଡି ରେ ଅନୁକରଣାତ୍ମକ ଚିନ୍ତାଧାରା। ଏଠାରେ କରେକ୍ଟ ଆନ୍ସର ହବ ଅପସନ୍ ଏ ଆରୋହୀ ଚିନ୍ତାଧାରା। ନେକ୍ସଟ କ୍ୱେଶ୍ଚିନ୍, ଦକ୍ଷତା ଭିତ୍ତିକ ଶିକ୍ଷା ବାବଦରେ କେଉଁଟି ସତ୍ୟ? ଅପସନ୍ ଏ ରେ ଅଛି ଘୋଷା ପଦ୍ଧତି ଉପରେ ଗୁରୁତ୍ୱ, ବି ରେ ଅଛି ଦକ୍ଷତା ପ୍ରଦର୍ଶନ ଉପରେ ଧ୍ୟାନ, ସି ରେ ଅଛି ଶିକ୍ଷକ ଜଣେ ଟାସ୍କ ମାଷ୍ଟର, ଡି ରେ ଅଛି ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦକ୍ଷତା ହାସଲ ଲକ୍ଷ୍ୟ। ଏହାର କରେକ୍ଟ ଆନ୍ସର ହବ ଅପସନ୍ ବି ଦକ୍ଷତା ପ୍ରଦର୍ଶନ ଉପରେ ଧ୍ୟାନ। ନେକ୍ସଟ କ୍ୱେଶ୍ଚିନ୍, ଟିଏଲ୍ଏମ୍ ବ୍ୟବହାର ବାବଦକୁ କେଉଁ ଉକ୍ତିଟି ଠିକ୍ ନୁହେଁ? ଏଠାରେ ନୁହେଁ ବୋଲି ପ୍ରଶ୍ନ କରିଛି, ତେଣୁ ତାକୁ ଧ୍ୟାନ ଦେବାକୁ ପଡ଼ିବ। ଅପସନ୍ ଏ ରହିଛି ଏହା ନିଷ୍କ୍ରିୟ ଶିକ୍ଷାର୍ଥୀଙ୍କୁ ସକ୍ରିୟ ଶିକ୍ଷାର୍ଥୀରେ ପରିଣତ କରେ, ବି ରେ ଏହା ସମସ୍ୟା ସମାଧାନ ପାଇଁ ଚ୍ୟାଲେଞ୍ଜ ପ୍ରଦାନ କରେ, ସି ରେ ଏହା ଶିକ୍ଷାର୍ଥୀଙ୍କ ଅତ୍ୟଧିକ ନିୟୋଜନ ହେତୁ ଆଗ୍ରହ ହ୍ରାସ କରେ, ଅପସନ୍ ଡି ହେଲା ଏହା ଜଟିଳ ଏବଂ ଅମୃତ ବିଷୟକୁ ସରଳ କରେ। ତେଣୁ ଏଠାରେ ଯେହେତୁ ନାହିଁ ଦେଇଛି ଉକ୍ତିଟି ଠିକ୍ ନୁହେଁ ବୋଲି, ତେଣୁ ଅପସନ୍ ସି ନେବା, ଏହା ଶିକ୍ଷାର୍ଥୀଙ୍କ ଅତ୍ୟଧିକ ନିୟୋଜନରୁ ଆଗ୍ରହ ହ୍ରାସ କରେ ବୋଲି ଆମେ ଠିକ୍ ଆନ୍ସର ଧରିବା। ନେକ୍ସଟ କ୍ୱେଶ୍ଚିନ୍ ଅଛି, ଜଣେ ଶିକ୍ଷକ ଭାବେ ଆପଣ ଏକ କମ୍ ଉଚ୍ଚତା ବିଶିଷ୍ଟ ପିଲା ପାଇଁ କ'ଣ କରିବେ? ଅପସନ୍ ଏ ରେ କଳାପଟାରୁ ଉତାରିବା ସମୟରେ ଠିଆ ହେବାକୁ କହିବା, ବି ରେ ଉଚ୍ଚତା ବୃଦ୍ଧି କରିବା ପାଇଁ ପରାମର୍ଶ ଦେବା, ସି ରେ ଶ୍ରେଣୀରେ ପ୍ରଥମ ଧାଡ଼ିରେ ବସିବାକୁ କହିବା, ଡି ରେ ଅନ୍ୟ ପିଲାମାନଙ୍କ ପରି ତାଙ୍କ ସହ ସମାନ ବ୍ୟବହାର କରିବା। ଏହାର କରେକ୍ଟ ଆନ୍ସର ହବ ଅପସନ୍ ସି ଶ୍ରେଣୀରେ ପ୍ରଥମ ଧାଡ଼ିରେ ବସିବାକୁ କହିବା। କ୍ୱେଶ୍ଚିନ୍ ନମ୍ବର 30, ପ୍ରଭାବଶାଳୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ କେଉଁ ବୈଶିଷ୍ଟ୍ୟ ସାଧାରଣତଃ ପରିଲକ୍ଷିତ ହୁଏ ନାହିଁ? ଅପସନ୍ ଏ ଦେଇଛି ସେମାନେ ଉଚ୍ଚ ଶକ୍ତି ସମ୍ପନ୍ନ ଅଟନ୍ତି, ବି ରେ ଦେଇଛି ସେମାନଙ୍କର ଭାବପ୍ରବଣ ସମସ୍ୟା ନାହିଁ, ସି ରେ ଦେଇଛି ସେମାନେ ଶ୍ରେଣୀ ଗୃହରେ ସମସ୍ୟା ଓ ସୃଷ୍ଟିକାରୀ ହେବାର ସମ୍ଭାବନା ଥାଏ, ଡି ରେ ଦେଇଛି ସେମାନେ କଠୋର ସମୟ ସାରଣୀ ପସନ୍ଦ କରିନଥାନ୍ତି। ଏହାର କରେକ୍ଟ ଆନ୍ସର ହବ ଅପସନ୍ ବି ସେମାନଙ୍କର ଭାବପ୍ରବଣ ସମସ୍ୟା ନାହିଁ। ଆନ୍ସର କି ଓଡ଼ିଆ
ପ୍ରଶ୍ନ ନମ୍ବର 1 ରହିଛି ଜାତୀୟ ପାଠ୍ୟକ୍ରମ ଆଧାର 2005 ଅନୁସାରେ କେଉଁଟି ପିଲାର ଭାଷା ଶିକ୍ଷଣର ପ୍ରଥମ ଉତ୍ସ? ଅପସନରେ ଏ ପାଠଶାଳା, ବିରେ ପରିବାର, ସିରେ ପର୍ଯ୍ୟଟନସ୍ଥଳୀ, ଡିରେ ପାଠ୍ୟପୁସ୍ତକ। ଏହାର କରେକ୍ଟ ଆନ୍ସର ଅପସନ ବି ପରିବାର। ନମ୍ବର 2 କାହାକୁ ଭିତ୍ତି କରି ସମନ୍ୱିତ ପାଠ୍ୟପୁସ୍ତକ ପ୍ରଣୟନ କରାଯାଏ? ଅପସନ ଏ ତଥ୍ୟକୁ, ବି ବିଷୟକୁ, ସି ଅଭିଜ୍ଞତାକୁ, ଡି ସାଧାରଣ ଜ୍ଞାନକୁ। ଏହାର କରେକ୍ଟ ଆନ୍ସର ହେବ ଅପସନ ସି ଅଭିଜ୍ଞତାକୁ। ନମ୍ବର 3 କେଉଁଟି ଶୁଦ୍ଧ ଶବ୍ଦ? ଅପସନ ଏ ଆଶୀର୍ବାଦ, ବି ଆଶୀର୍ବାଦ, ସି ଆଶୀର୍ବାଦ, ଡି ଆଶୀର୍ବାଦ। ଏଠାରେ କେବଳ ସ୍ପେଲିଂର ମିଷ୍ଟେକକୁ ଧରାଯାଇଛି, ତେଣୁ ଶୁଦ୍ଧକୁ ହେଲେ ଅପସନ ଡି ଆଶୀର୍ବାଦ। ନମ୍ବର 4 ଆପେ ବଞ୍ଚିଲେ ବାପର ନାଁ ରେଖାଙ୍କିତ ପଦଟି କେଉଁ ପ୍ରକାର ସର୍ବନାମ? ଅପସନ ଏ ରେ ଅଛି ପ୍ରଶ୍ନବାଚକ, ବିରେ ଆତ୍ମବାଚକ, ସିରେ ପୁରୁଷବାଚକ, ଡିରେ ସମ୍ବନ୍ଧବାଚକ। ଏହାର କରେକ୍ଟ ଆନ୍ସର ହେବ ଅପସନ ଡି ଆତ୍ମବାଚକ। ନମ୍ବର 5 କେଉଁଟି ତାତ୍ତ୍ୱିକ ପଠନର ଲକ୍ଷଣ ନୁହେଁ? ଅପସନ ଏ ବୋଧଶକ୍ତିର ବିକାଶ, ବି ଜ୍ଞାନର ଅଭିବୃଦ୍ଧି, ସି ଅର୍ଥ ଗ୍ରହଣ ଓ ଭାବପ୍ରବଣ, ଡି ଆନନ୍ଦ ପ୍ରାପ୍ତି। ଏହାର କରେକ୍ଟ ଆନ୍ସର ହେବ ଅପସନ ଡି ଆନନ୍ଦ ପ୍ରାପ୍ତି। ନମ୍ବର 6 ନିମ୍ନତମଧ୍ୟରୁ କେଉଁଟି ପଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ? ନମ୍ବର ଏ ଶବ୍ଦାନୁଶୀଳନ ଓ ଶବ୍ଦାର୍ଥବୋଧ, ବିରେ ଅଛି ଶୁଦ୍ଧତା ଓ ସ୍ପଷ୍ଟତା ସହ ପଠନ, ସିର ବ୍ୟାକରଣ ଜ୍ଞାନର ଅଭିବୃଦ୍ଧି, ଡି ସୌନ୍ଦର୍ଯ୍ୟବୋଧର ବିକାଶ। ଏହାର କରେକ୍ଟ ଆନ୍ସର ହେବ ସୌନ୍ଦର୍ଯ୍ୟ ବିଦ୍ୟାର ବିକାଶ ବା ଅପସନ ଡି। ନମ୍ବର 7 ଶିଶୁର କଥନ ଦକ୍ଷତାର ବିକାଶ ପାଇଁ ଶିକ୍ଷକଙ୍କ ପାଖରେ କେଉଁ ଗୁଣ ରହିବା ଆବଶ୍ୟକ? ଅପସନ ଏ ଯୋଗ୍ୟତା, ବି ଜ୍ଞାନ, ସି ଅଭିଜ୍ଞତା, ଡି ଧୈର୍ଯ୍ୟ। କାରଣ ଶିକ୍ଷକଙ୍କ ପାଖରେ ଧୈର୍ଯ୍ୟ ରହିଲେ ତାର ପ୍ରତ୍ୟେକ କଥାକୁ ସେ ଶୁଣିବେ ଏବଂ ତାକୁ ବୁଝେଇ କଥନ ଦକ୍ଷତାର ବିକାଶ କରାଇବେ। ନମ୍ବର 8 ଉପନ୍ୟାସ ପାଠ କରିବା କି ପ୍ରକାର ପଠନ? ଅପସନ ଏ ତାତ୍ତ୍ୱିକ ପଠନ, ବି ବ୍ୟାପକ ପଠନ, ସି ସରବ ପଠନ, ଡି ବ୍ୟାକରଣ ପଠନ। ଏହାର କରେକ୍ଟ ଆନ୍ସର ହେବ ଅପସନ ବି ବ୍ୟାପକ ପଠନ। ନମ୍ବର 9 ରାମଙ୍କ ବିନା ସୀତା ବଞ୍ଚିପାରିବେ ନାହିଁ ବିନା କେଉଁ ପ୍ରକାର ଅବୟବ? ଏରେ ଦେଇଛି ପଦାନ୍ୱୟୀ, ବିରେ ସମୟ ସୂଚକ, ସିରେ ସଂଯୋଜକ, ଡିରେ ପରିମାଣ ସୂଚକ। ଏହାର କରେକ୍ଟ ଆନ୍ସର ହେବ ଅପସନ ଏ ପଦାନ୍ୱୟୀ। ନମ୍ବର 10 ପ୍ରତ୍ୟୁତ୍ତର ଶବ୍ଦରେ କେଉଁ ଉପସର୍ଗର ବ୍ୟବହାର କରାଯାଇଛି? ଏରେ ପ୍ର ଉପସର୍ଗ, ବିରେ ପରା ଉପସର୍ଗ, ସିରେ ପ୍ରତି ଉପସର୍ଗ, ଡିରେ ପରି ଉପସର୍ଗ। ପ୍ରତ୍ୟୁତ୍ତର ମାନେ ପ୍ରତି ପ୍ଲସ୍ ଉତ୍ତର, ତେଣୁ ପ୍ରତି ଉପସର୍ଗ ବ୍ୟବହାର କରାଯାଇଛି। ନମ୍ବର 11 ଗଦ୍ୟ ଶିକ୍ଷାଦାନ ସମୟରେ ନୂତନ ଶବ୍ଦର ବାକ୍ୟ ଗଠନ କାହିଁକି ଦିଆଯାଏ? ନମ୍ବର ଏ ରେ ଅଛି ଶବ୍ଦର ପ୍ରୟୋଗ ଜାଣିବା ପାଇଁ, ବିରେ ଶବ୍ଦର ଅର୍ଥ ଜାଣିବାକୁ, ସିରେ ଶବ୍ଦର ସୌନ୍ଦର୍ଯ୍ୟ ଜାଣିବା ପାଇଁ, ଡିରେ ଶବ୍ଦ ସମ୍ପର୍କରେ ଅଧିକ ଜାଣିବା ପାଇଁ। ତେଣୁ ଏଠାରେ ପଚାରିଥିଲା ଯେ ବାକ୍ୟ ଗଠନ, ତେଣୁ ବାକ୍ୟ ଗଠନର କରେକ୍ଟ ଆନ୍ସର ହେବ ଅପସନ ଡି ଶବ୍ଦ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ। କ୍ୱେଶ୍ଚିନ୍ ନମ୍ବର 12 ଶବ୍ଦକୋଷରେ ଶବ୍ଦର ସରଳୀକରଣ କିପରି ହୋଇଥାଏ? ଅପସନ ଏ ଦେଇଛି ସହଜରୁ କଷ୍ଟକ୍ରମେ, ବିରେ କଷ୍ଟରୁ ସହଜ କ୍ରମେ, ସି ବ୍ୟବହାର ବିଭାଗର ଅନୁସାରଣ, ଡିରେ ଦେଇଛି ବର୍ଣ୍ଣାନୁକ୍ରମିକ ପ୍ରଣାଳୀରେ। ଏହାର କରେକ୍ଟ ଆନ୍ସର ହେବ ବର୍ଣ୍ଣାନୁକ୍ରମିକ ପ୍ରଣାଳୀରେ। ଆମେ ଯେତେବେଳେ ଡିକ୍ସନାରୀ ଖୋଲୁ ତାହେଲେ ଆଲଫାବେଟିକାଲି ଆମେ ତାକୁ ସର୍ଚ୍ଚ କରିଥାଉ, ତେଣୁ ଅପସନ ଡିଟା ହିଁ ଠିକ୍ ହେବ। ନମ୍ବର 13 ପ୍ରତ୍ୟେକ ବସ୍ତୁ, ବ୍ୟକ୍ତି ଓ ଜାତିକୁ ଚିହ୍ନାଇବା ପାଇଁ କେଉଁ ପଦର ସାହାଯ୍ୟ ନିଆଯାଏ? ଏରେ ସର୍ବନାମ, ବିରେ ଅବୟ, ସିରେ ବିଶେଷଣ, ଡିରେ ବିଶେଷ୍ୟ। ତେଣୁ ଏଠି ନାମ ବା ପଦ ବ୍ୟକ୍ତିକୁ ଜାଣିବା ପାଇଁ, ଜାତିକୁ ଜାଣିବା ପାଇଁ ବିଶେଷ୍ୟ ଶବ୍ଦ ନାମବାଚକ ବିଶେଷ୍ୟ ଏଠି ବ୍ୟବହାର କରାଯାଇଛି। ନମ୍ବର 14 ପବନ ଧୀରେ ଧୀରେ ବହୁଛି ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ? ଧୀରେ ଧୀରେ, ତେଣୁ ଅପସନ ଏ ରେ ଦେଇଛି କ୍ରିୟା ବିଶେଷଣ, ବିରେ ତୁଳନାତ୍ମକ, ସିରେ ଗୁଣବାଚକ ବିଶେଷଣ, ଡିରେ ସଂଖ୍ୟାବାଚକ ବିଶେଷଣ। ତେଣୁ ଧୀରେ ଧୀରେ ଏଟା ତ ସଂଖ୍ୟା ନୁହଁ କି କୌଣସି ଗୁଣ ନୁହଁ, ତେଣୁ କ୍ରିୟାର ମାନକୁ ବଢ଼ଉଛି, ଯିଏ ବଢ଼ାଏ ବା କମାଏ ତାକୁ କ୍ରିୟା ବିଶେଷଣ କୁହାଯାଏ। ତେଣୁ ଏଠି ବହିବାର ଗତିଟା ଧୀରେ ଧୀରେ, ତେଣୁ ଏହାର କରେକ୍ଟ ଆନ୍ସର ହେବ ଏ କ୍ରିୟା ବିଶେଷଣ। ନମ୍ବର 15 ବାସୁଦେବ ଶବ୍ଦର କେଉଁ ପ୍ରତ୍ୟୟର ବ୍ୟବହାର କରାଯାଇଛି? ତେଣୁ ବାସୁଦେବ ହେଲା ବସୁଦେବ ଯୁକ୍ତ ଅକୁ ବାସୁଦେବ କରାଯାଏ, ତେଣୁ ଏଠି ଅପସନ ଏ ହିଁ ଠିକ୍ ହେବ ଅ ପ୍ରତ୍ୟୟ। ନମ୍ବର 16 ଶବ୍ଦ ସହିତ ପ୍ରତ୍ୟୟ ଯୋଗ କରାଯାଇ କେଉଁ ପଦ ଗଠନ କରାଯାଏ? ଅପସନ ଏ ଦେଇଛି ସନ୍ଧି, ବିରେ କୃଦନ୍ତ, ସିରେ ତଦ୍ଧିତ, ଡିରେ ଅବୟ। ତେଣୁ ଆମେ ପଢ଼ିଥିଲେ ଶବ୍ଦ ସହିତ ପ୍ରତ୍ୟୟ ଯୋଗ ହେଲେ କୃଦନ୍ତ ପଦ, ତେଣୁ କୃଦନ୍ତ ହିଁ ଏହା ଠିକ୍ ହେବ, ତେଣୁ ଅପସନ ବି। ଏଠାରେ ପଦ୍ୟର ଏକ ପାରାଗ୍ରାଫ ଦେଇଛି ଏବଂ ତାକୁ ନେଇକି ଯାହା ପ୍ରଶ୍ନ କରିଛି
ପ୍ରଶ୍ନ, ଏ ଜଡ଼ ସଂସାରରେ ସ୍ୱର୍ଗର ନନ୍ଦନକାନନରେ ଫୁଟିଥିବା କେଉଁ ଫୁଲ ଏଠାରେ ମିଳେ ନାହିଁ ବୋଲି କବି କହିଛନ୍ତି? ଅପସନ୍ ଏ ରେ ମନ୍ଦାର ଫୁଲ, ବି ରେ ଗେଣ୍ଡୁ ଫୁଲ, ସି ରେ ସୁଗନ୍ଧିରାଜ ଫୁଲ, ଡି ରେ ପାରିଜାତ। ତେଣୁ ଏଠାରେ ରହିବ ଅପସନ୍ ଡି ଠିକ୍ ଆନ୍ସର, ପାରିଜାତ ଫୁଲ। ନମ୍ବର 18, ପ୍ରଭୁଙ୍କର କେଉଁ ରୂପ ଦେଖିବାକୁ କବି ମନ ବ୍ୟାକୁଳ ହୋଇଛି? ଏ ରେ ରହିଛି ସତ୍ୟ ଶାନ୍ତି ରୂପ, ବି ରେ ସତ୍ୟ ଶିବ ରୂପ, ସି ରେ ସତ୍ୟ ଦୟା ରୂପ, ଡି ରେ ଜ୍ଞାନ ରୂପ। ତେଣୁ ଏଠାରେ କରେକ୍ଟ ଆନ୍ସର ହେବ ବି ସତ୍ୟ ଶିବ ରୂପ। ନମ୍ବର 19, କବି ରାତିସାରା ଜାଗର ଜାଳି ଶିବରାତ୍ରି ପାଳନ କାହିଁକି କରିଛନ୍ତି? ଅପସନ୍ ଏ ରେ ଭଗବାନ ବ୍ରହ୍ମାଙ୍କୁ ପୂଜା କରିବା ପାଇଁ, ବି ରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ପାଇଁ, ସି ରେ ଭଗବାନ ଇନ୍ଦ୍ରଙ୍କୁ ପୂଜା କରିବା ପାଇଁ, ଡି ରେ ଭଗବାନ ଶଙ୍କରଙ୍କୁ ପୂଜା କରିବା ପାଇଁ। ଆମେ ଜାଣୁ ଜାଗରଟା କେବଳ ଭଗବାନ ଶିବଙ୍କର, ତେଣୁ ଏଠାରେ କରେକ୍ଟ ଆନ୍ସର ହେବ ଅପସନ୍ ଡି ଭଗବାନ ଶଙ୍କରଙ୍କୁ ପୂଜା କରିବା ପାଇଁ। ନମ୍ବର 20, କବି ପ୍ରାଣ ସନ୍ଦେହ ବ୍ୟାକୁଳତାରେ ଦୁର୍ବଳ କାହିଁକି ହେଉଛି? ଅପସନ୍ ଏ ମନ ମୁତାବକ ବର ନ ପାଇବାରୁ, ବି ରାତିସାରା ଉଜାଗର ରହିବା ଯୋଗୁଁ, ସି ବ୍ରତ ପାଇଁ ଆବଶ୍ୟକ ତୈଳ ନ ମିଳିବାରୁ, ଡି ତାଙ୍କ ଜ୍ଞାନ ନିରାଶ ଓ ବିଷାଦରେ ମଗ୍ନ ଯୋଗୁଁ। ତେଣୁ ଏଠାରେ ଠିକ୍ ଆନ୍ସର ହେବ ଅପସନ୍ ଡି ତାଙ୍କ ଜ୍ଞାନ ନିରାଶ ଓ ବିଷାଦରେ ମଗ୍ନ ଯୋଗୁଁ। ନମ୍ବର 21, ଦୀପର ଆଲୋକରେ କ'ଣ ଦୂରୀଭୂତ ହେବାର ସମ୍ଭାବନା ନାହିଁ ବୋଲି କବି କହିଛନ୍ତି? ଅପସନ୍ ଏ ଦେଇଛି ଆତ୍ମଜ୍ଞାନ, ବି ଆତ୍ମଚେତନା, ସି ଆତ୍ମବିଶ୍ୱାସ, ଡି ଅଜ୍ଞାନ ଅନ୍ଧକାର। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ଅଜ୍ଞାନ ଅନ୍ଧକାର। ନମ୍ବର 22, କେଉଁଟି ଜଳର ପ୍ରତିଶବ୍ଦ ନୁହେଁ? ଅପସନ୍ ଏ ରେ ଦେଇଛି ସଲିଳ, ବି ରେ ଜୀବନ, ସି ରେ ଉଦକ, ଡି ରେ ଜଳଧି। ତେଣୁ ଏଠାରେ ଜଳର ପ୍ରତିଶବ୍ଦ ତ ସଲିଳ, ଉଦକ, ଜୀବନ। ତେଣୁ ଜଳଧି ହେଲା ସମୁଦ୍ରକୁ ଜଳଧି କୁହାଯାଏ ବା ସାଗରକୁ ଜଳଧି କୁହାଯାଏ। ତେଣୁ ଜଳଧିଟା ହିଁ ଠିକ୍ ହେବ, ଏହା ଜଳର ପ୍ରତିଶବ୍ଦ ନୁହେଁ। 53, ବୋଝ ଉପରେ ନଳିତା ବିଡ଼ା, ଏ ରୂଢ଼ିର ଅର୍ଥ କ'ଣ? ଅପସନ୍ ଏ ବିପଦକୁ ଡାକି ଆଣିବା, ବି ରେ ଅଛି ମନ୍ଦଭାଗ୍ୟ, ସି ରେ ଦୁଃଖ ଉପରେ ଦୁଃଖ, ଡି ରେ ଖୁବ୍ କଷ୍ଟ କଥା। ଆମର ପ୍ରଶ୍ନ ଥିଲା ବୋଝ ଉପରେ ଲଳିତା, ବୋଝ ତ ଜାଣିକି ଦୁଃଖ ମିଳିଛି, ତା ଉପରେ ଲଳିତା ବିଡ଼ା। ତେଣୁ ଆନ୍ସର ହେବ ଅପସନ୍ ସି ଦୁଃଖ ଉପରେ ଦୁଃଖ। କେଉଁଟି ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାର ଉଦ୍ଦେଶ୍ୟ ନୁହେଁ? ଅପସନ୍ ଏ ରେ ଦେଇଛି ଶ୍ରବଣ, କଥନ, ପଠନ, ଲିଖନ ଶକ୍ତିର ଅଭିବୃଦ୍ଧି କରିବା, ବି ରେ ଶିକ୍ଷାର୍ଥୀଙ୍କ ସୃଜନଶୀଳତାର ବିକାଶ କରିବା, ସି ରେ ମାନବିକ ଗୁଣାବଳୀ ଓ ମୂଲ୍ୟବୋଧର ବିକାଶ କରିବା, ଡି ରେ ଅତୀତର ଘଟଣାବଳୀକୁ ବର୍ତ୍ତମାନ ସହ ପରିଚିତ କରାଇବା। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ଅତୀତର ଘଟଣାବଳୀକୁ ବର୍ତ୍ତମାନ ସହିତ ପରିଚିତ କରାଇବା। ଅଭିଧାନ ଦେଖି ଶବ୍ଦାର୍ଥ ଖୋଜିବା ଭାଷା ଶିକ୍ଷଣର କେଉଁ ଦକ୍ଷତା ବୃଦ୍ଧି କରେ? ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ସ୍ୱଶିକ୍ଷଣ। ତାପରେ ପ୍ରୋଜର ଏକ ପ୍ୟାସେଜ ଦେଇଛି, ଯାହା ଉପରେ ପ୍ରଶ୍ନ 56ରୁ 60 ଯାଏ ରହିଛି। ତେଣୁ ପ୍ରୋଜ ପରେ ପ୍ୟାସେଜଟିକୁ ପଢ଼ି ସାରିଲା ପରେ ଆମେ ତାର ପ୍ରଶ୍ନର ଉତ୍ତର କରିବା। ପ୍ରଶ୍ନ ଥିଲା ଜାତୀୟ ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା କାହାକୁ ଭାରତୀୟ ସଂସ୍କୃତିର ମୂଳଧାର ବୋଲି କୁହାଯାଇଛି? ତେଣୁ ଏ ରେ ଦେଇଛି ପଞ୍ଚମନକୁ, ବି ରେ ପାଞ୍ଚ ପ୍ରାଣକୁ, ସି ରେ ପଞ୍ଚସଖାକୁ, ଡି ରେ ପଞ୍ଚକୋଶକୁ। ତେଣୁ ଏହାର କରେକ୍ଟ ଆନ୍ସର ଅପସନ୍ ଡି ପଞ୍ଚକୋଶକୁ। ଏକବିଂଶ ଶତାବ୍ଦୀରେ କାହା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି? ଅପସନ୍ ଏ ରାଷ୍ଟ୍ର ନିର୍ମାଣ ଓ ଗୁଣାତ୍ମକ ଶିକ୍ଷା, ବି ରେ ରାଷ୍ଟ୍ର ନିର୍ମାଣ ଓ କଳା ଶିକ୍ଷା, ସି ରେ ରାଷ୍ଟ୍ର ନିର୍ମାଣ ଓ କ୍ରୀଡ଼ା ଶିକ୍ଷା, ଡି ରେ ରାଷ୍ଟ୍ର ନିର୍ମାଣ ଓ ନୃତ୍ୟ ଶିକ୍ଷା। ତେଣୁ ଏଠାରେ ଏକବିଂଶ ଶତାବ୍ଦୀରେ ଗୁରୁତ୍ୱ ଦିଆଯାଇଛି ଅପସନ୍ ଏ ରାଷ୍ଟ୍ର ନିର୍ମାଣ ଓ ଗୁଣାତ୍ମକ ଶିକ୍ଷା, ଅପସନ୍ ଏ। ଶିଶୁର ବିକାଶ ନିମନ୍ତେ କେଉଁ ଶିକ୍ଷଣ ପ୍ରକ୍ରିୟା ଅତ୍ୟନ୍ତ ଜରୁରୀ? ଅପସନ୍ ଏ ରେ ଦେଇଛି କଳା ସମନ୍ୱିତ ଓ କ୍ରୀଡ଼ା ସମନ୍ୱିତ ଏବଂ ଗଳ୍ପ ଆଧାରିତ, ବି ରେ କଳା ସମନ୍ୱିତ ଓ ଗଳ୍ପ ଆଧାରିତ ଏବଂ ନୃତ୍ୟ ଆଧାରିତ, ସି ରେ କ୍ରୀଡ଼ା ସମନ୍ୱିତ ଓ ନୃତ୍ୟ ଆଧାରିତ ଏବଂ କ୍ରୀଡ଼ା ସମନ୍ୱିତ, ଡି ରେ କଳା ସମନ୍ୱିତ ଓ ନୃତ୍ୟ ଆଧାରିତ ଏବଂ ଗଳ୍ପ ଆଧାରିତ। ଏହାର କରେକ୍ଟ ଆନ୍ସର ହେବ କଳା ସମନ୍ୱିତ ଓ କ୍ରୀଡ଼ା ସମନ୍ୱିତ ଏବଂ ଗଳ୍ପ ଆଧାରିତ, ଅପସନ୍ ଏ। ସା ବିଦ୍ୟା ଯା ବିମୁକ୍ତାଏ କେଉଁଟି ଏହାର ଠିକ୍ ଅର୍ଥ ବୁଝାଉଛି? ଅପସନ୍ ଏ ରେ ବିଦ୍ୟା ଆମ୍ଭକୁ ସ୍ୱାଧୀନତା ଦିଏ, ବି ରେ ବିଦ୍ୟା ଆମ୍ଭକୁ ମୁକ୍ତି ଦିଏ, ସି ରେ ବିଦ୍ୟା ଆମ୍ଭକୁ ବାର୍ତ୍ତା ଦିଏ, ଡି ରେ ବିଦ୍ୟା ଆମକୁ ଫଳ ଦିଏ। ସେ ଦେଇଛି ସା ବିଦ୍ୟା ଯା ବିମୁକ୍ତାଏ, ଆମକୁ ମୁକ୍ତି ଦିଏ। ତେଣୁ ଅପସନ୍ ବି ହେବ ଠିକ୍, ବିଦ୍ୟା ଆମ୍ଭକୁ ମୁକ୍ତି ଦିଏ। ଶେଷ ପ୍ରଶ୍ନ ରହିଲା, ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଶିଶୁ ବାଟିକାକୁ କେଉଁ ସ୍ତରରେ ଅନ୍ତର୍ଭୁକ୍ତ କରାଯାଇଛି? ଏ ରେ ପ୍ରାରମ୍ଭିକ ସ୍ତରରେ, ବି ପ୍ରସ୍ତୁତି ସ୍ତରରେ, ସି ମଧ୍ୟମ ସ୍ତରରେ, ଡି ମାଧ୍ୟମିକ ସ୍ତରରେ। ମାଧ୍ୟମିକ ମାନେ ସେକେଣ୍ଡାରୀ, ମଧ୍ୟମ ମାନେ ଅପର ପ୍ରାଇମେରୀ। ତେଣୁ ରହିଲା ପ୍ରାରମ୍ଭିକ ଆଉ ପ୍ରସ୍ତୁତି। ପ୍ରସ୍ତୁତି ଯେହେତୁ ଅଙ୍ଗନବାଡ଼ିରେ ହେଇକି ଆସୁଛନ୍ତି,
ତେଣୁ ଆମର ଶିଶୁ ବାଟିକାଟି ପ୍ରାରମ୍ଭିକ ସ୍ତରର ବା ଅପସନ୍ ଏ ରେ ହିଁ ଠିକ୍ ହେବ। 2025 ସ୍ପେଶାଲ OTT ଇଂଲିଶ ଲାଙ୍ଗୁଏଜର ସମସ୍ତ 30ଟାକ କୋଶ୍ଚିନ୍ ଏବଂ ତାର ଆନ୍ସର। The teacher can help learners enrich their stock of verb through TPR activities while transaction. Their correct answer option D, stories and action song. Next question. The activity given in the table above can help learners to develop their dash soft skill writing. A option A ରେ ଅଛି grammar, B ରେ spelling, C ରେ function, D ରେ sequencing. ଏହାର correct answer option B, spelling. 3. Which of the following is the most appropriate kind of writing for the learners of the elementary level? Option A, control writing, B, narrative writing, C, free writing, D, creative writing. Here correct answer option C, free writing. So teachers should teach grammar dash through rules, through structures, in context, in isolated example. Label that I dash it for you. I'm carrying, will carry, will be carrying, carry. Here correct answer of option B, will carry. Next question. Which of the following is a grammatical correct sentence? He is not rich, yet he is happy. He is not rich, yet he is happy. He is rich, yet he is happy. He is rich, yet he is happy. Here correct answer of option B. He is not rich, yet he is happy. Next question. Rashmita sang dash. Option A, in the town hall last night beautifully. Option B, beautifully last night in the town hall. Option C, last night in the town hall beautifully. Option D, beautifully in the town hall last night. Here correct answer option D, beautifully in the town hall last night. Next question. I am shocked dash the news of my mother's accident. Option A, with, B, of, C, at, D, in. Here correct answer of option C, at. I was shocked at the news of my mother's accident. Next question. Her brother always makes her dash. Option A, cry, B, to cry, C, crying, D, cried. Here correct answer option A, cry. Collection of idea through brainstorming, organization of idea, drafting, editing and revising are the soft skill of option A, listening, B, speaking, C, reading, D, writing. Here correct answer option D, writing. Next question. Note making is a study skill which is done at the time of option A, reading a text, option B, listening to the teacher, option C, speaking and writing something, option D, listening and writing something. Here correct answer of option D, listening and write something. Next question. Which of the following is not correct about teaching English at the primary level? Option A, it is a more challenge as the teaching learners come from a diverse background. Option B, it is the mother tongue of the learners. Option C, it is introduced at the primary level as a second language. Option D, learners are taught vocabulary and structure at the stage. Here correct answer option B, it is the mother tongue of the learners. Next question. Learners English will help us dash. Option A ରେ ରହିଛି to speak English like the foreigner. Option B, to read English literature easily. Option C, to speak fluently in public. Option D, to open the window to knowledge of the world. ଏହାର correct answer ହେବ option D, to open the window to the knowledge of the world. Next, the road has been closed for traffic dash last Tuesday. Option A, since. Option B, for. Option C, or. Option D, in. Last Tuesday ଠାରୁ ପଚାରିଛି ତେଣୁ option A, since. Next question. The police dash arrested the thieves. Option A, has. Option B, have. Option C, are. Option D, were. ତେଣୁ ଯେହେତୁ police ଗୋଟେ plural word ତେଣୁ ଏଠି ହେବ option B, have. Next question. Which of the following lays the foundation of learning English? Option A, listening. Option B, reading. Option C, speaking. Option D, writing. ତେଣୁ ଏଠାରେ correct answer ହେବ option A, listening. କାରଣ ସେ ଶୁଣିଲେ ହିଁ ପଢିପାରିବ. Next question. The activity given in the table
above is called dash. Option A chain drill, option D dialogue practice, option C action practice, option D total physical response বা TPR। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ଟୋଟାଲ ଫିଜିକାଲ ରେସ୍ପନ୍ସ ବା TPR। ନେକ୍ସଟ କ୍ୱେଶ୍ଚିନ୍ ଅଛି ଆଇ ଉଡ୍ ଲାଇକ୍ ଟୁ ଡ୍ରିଙ୍କ ଡ୍ୟାସ୍ ୱାଟର ନାଓ। ଅପସନ୍ ଏ ରହିଛି ଫ୍ୟୁ, ବି ସମ୍, ସି ଏ ଫ୍ୟୁ, ଡି ମେନି। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି ସମ୍। ନେକ୍ସଟ କ୍ୱେଶ୍ଚିନ୍ ଲୁକ୍ ଆଟ୍ ଦିସ୍ ଡ୍ୟାସ୍ ଟେବୁଲ୍। ଅପସନ୍ ଏ ଓଲ୍ଡ ଉଡେନ୍ ବ୍ୟୁଟିଫୁଲ୍ ଡାଇନିଂ ଟେବୁଲ୍, ଅପସନ୍ ବି ବ୍ୟୁଟିଫୁଲ୍ ଓଲ୍ଡ ଡାଇନିଂ ଟେବୁଲ୍, ଅପସନ୍ ସି ବ୍ୟୁଟିଫୁଲ୍ ଓଲ୍ଡ ଡାଇନିଂ ଉଡେନ୍ ଟେବୁଲ୍, ଅପସନ୍ ଡି ବ୍ୟୁଟିଫୁଲ୍ ଓଲ୍ଡ ଉଡେନ୍ ଡାଇନିଂ ଟେବୁଲ୍। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ବ୍ୟୁଟିଫୁଲ୍ ଓଲ୍ଡ ଉଡେନ୍ ଡାଇନିଂ ଟେବୁଲ୍। ଦ ପ୍ୟାସେଜ ଇଜ୍ ଏବାଉଟ୍ ଡ୍ୟାସ୍। Option A tea plantation in India, option B tea plantation in north eastern state, option C tea plantation in Odisha, option D tea plantation in scientific way। यार correct answer option B tea plantation in north eastern state। Next question, the author says Odisha is known for its dash। Option A rich technology, B rich farming, C natural landscape, D rich cultural heritage and picturesque landscape। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ରିଚ୍ କଲଚରାଲ ହେରିଟେଜ ଆଣ୍ଡ picturesque landscape। ନେକ୍ସଟ କ୍ୱେଶ୍ଚିନ୍ ହୁଇଚ୍ ଅଫ୍ ଦି ଫଲୋଇଂ ୱାର୍ଡ ମିନ୍ସ ହାର୍ଭେଷ୍ଟ। ଅପସନ୍ ଏ ରହିଛି ସଷ୍ଟେନ୍, ବି ରେ ବ୍ଲେଣ୍ଡ, ସି ରେ ୱାଇଲ୍ଡ, ଇ ରେ ଇମର୍ଜିଂ। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି ୱାଇଲ୍ଡ। ନେକ୍ସଟ କ୍ୱେଶ୍ଚିନ୍ which places of Odisha have been suitable for high quality tea production? Option A the southern district of Odisha, option B the northern district of Odisha, option C Koraput Gajapati Ganjam, option D Koraput Gajapati and Mayurbhanj। यार करेक्ट आंसर हम ऑप्शन डी कोरापुट गजपति एंड मयूरभंज। नेक्स्ट राइज ऑफ टी प्लांटेशन रिजल्ट डैश इन ओडिशा। ऑप्शन ए अफोरेस्टेशन, option B a lot of employment opportunities, option C establishment of a small scale industry, option D deforestation। यार करेक्ट आंसर हम ऑप्शन बी a lot of employment opportunities। पैसेज देइछि से पैसेज भितर थिबा पांचटी क्वेश्चन को पचारिछि। क्वेश्चन हैला हु अकॉर्डिंग टू द ऑथर इज रियली ए पुअर मैन। ऑप्शन ए हु डज नॉट लीव ए लॉट ऑफ गोल्ड और सिल्वर, ऑप्शन बी who does not have treasuries, option C who does not read books, option D who does not have large quantity of money। यार करेक्ट आंसर हम ऑप्शन सी who does not read books। नेक्स्ट क्वेश्चन द वर्ड peevish means dash। ऑप्शन ए बैड टेम्पर, ऑप्शन बी प्लीजेंट, ऑप्शन सी हैप्पी, ऑप्शन डी टायर्ड। एठार करेक्ट आंसर हम ऑप्शन ए बैड टेम्पर। Next question. According to the Ruskin, books are like king treasures because these books are filled with a dash। Option A is gold and silver, B precious stones, option C interesting stories, option D knowledge, noble thoughts and high ideas। यार correct answer होगा option D knowledge, noble thoughts and high ideas। Next question. The passage is about dash। Option A different kinds of books, option B reading stories and novels, option C the usefulness of reading books, option D the wealth more precious than gold। यार correct answer option C the usefulness of reading books। Next question, why does a good reader never feel lonely? Option A because he has many friends, option B because he get pleasure out of reading books, option C because stories are very interesting, option D because books are very expensive। यार करेक्ट आंसर हम ऑप्शन बी because he gets pleasure out of reading books। यह थिला 2025 स्पेशल ओटीटी पेपर 1 इंग्लिश सेक्शन समस्त क्वेश्चन आंसर। 2025 स्पेशल ओटीटी मैथमेटिक्स समस्त 30 क्वेश्चन एवं तार आंसर। मैथमेटिक्स क्वेश्चन 1 गोटे परीक्षा रे 12% परीक्षार्थी इंग्राजी रे एवं 17% परीक्षार्थी गणित रे फेल हेले
ଯଦି 8% ପରୀକ୍ଷାର୍ଥୀ ଉଭୟ ଫେଲ୍ ହୋଇଥାନ୍ତି ତେବେ କେତେ ଶତକଡ଼ା ପରୀକ୍ଷାର୍ଥୀ ଉଭୟ ପରୀକ୍ଷାରେ ପାସ୍ କରିଛନ୍ତି? ତେବେ ଏଥିରେ ଅପସନ୍ ଦେଇଛି ଏରେ 83%, ବିରେ 88%, ସିରେ 73%, ଡିରେ 79%। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି 79%। କ୍ୱେଶ୍ଚିନ୍ ନମ୍ବର 2, ଉପଲବ୍ଧ ସମସ୍ତ ତଥ୍ୟ, ସର୍ତ୍ତ ବା ସମ୍ବଳର ବିନିଯୋଗ କରି ସମସ୍ୟାର ସମାଧାନକୁ କ'ଣ କୁହାଯାଏ? ଅପସନ୍ ଏରେ ଅଛି ସମସ୍ୟା ସମାଧାନ, ବିରେ ଅଛି ଇଷ୍ଟତମୀକରଣ, ସିରେ ଅଛି ଆକଳନ ଓ ଆସନମାନ ନିର୍ଣ୍ଣୟ, ଡିରେ ଅଛି ଅନ୍ୱେଷଣ ପ୍ରବଣତା। ତେବେ ଏହାର କରେକ୍ଟ ଆନ୍ସର ହେବ ଅପ୍ଟିମାଇଜେସନ ବା ଇଷ୍ଟତମୀକରଣ, ଅପସନ୍ ବି। କ୍ୱେଶ୍ଚିନ୍ ନମ୍ବର 3ରେ ଅଛି ଗୋଟିଏ ସୁଷମ ଅଷ୍ଟଭୁଜର ଗୋଟିଏ ଅନ୍ତସ୍ଥ କୋଣର ପରିମାଣ x ଓ ଏହାର ପ୍ରତ୍ୟେକ ବହିସ୍ଥ କୋଣର ପରିମାଣ y ହେଲେ ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍? ଅପସନ୍ ଏ ରେ ଅଛି y = 2x, ବି ରେ ଅଛି x = 2y, ସି ରେ ଅଛି y = 3x, ଡି ରେ ଅଛି x = 3y। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି x = 3y। କ୍ୱେଶ୍ଚିନ୍ ନମ୍ବର 4, ଗୋଟିଏ ବସ୍ତୁକୁ 9,000 ଟଙ୍କା ପରିବର୍ତ୍ତେ 13,500 ଟଙ୍କାରେ ବିକ୍ରି କଲେ ଯଦି 2 ଗୁଣ ଲାଭ ହୁଏ ତେବେ ବସ୍ତୁଟିର କ୍ରୟ ମୂଲ୍ୟ କେତେ? ଅପସନ୍ ରହିଛି ଏରେ 3,000 ଟଙ୍କା, ବିରେ 4,500, ସିରେ 6,000, ଡିରେ 7,500। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି 4,500 ଟଙ୍କା। ଗୋଟିଏ କୋଣର ଅନ୍ତର୍ଦେଶ ଓ ବହିର୍ଦେଶ ମଧ୍ୟରେ କେତୋଟି ସାଧାରଣ ବିନ୍ଦୁ ଥାଏ? ତେଣୁ ଅପସନ୍ ରହିଛି 0, ବିରେ ରହିଛି 1, ସିରେ 3, ଡିରେ ଅସଂଖ୍ୟ। ଏହାର କରେକ୍ଟ ଆନ୍ସର ଅପସନ୍ ଏ 0। ଜଣେ ଛାତ୍ର ପରିଷ୍କାର ଓ ନିର୍ଭୁଲ ଭାବରେ ଜ୍ୟାମିତିକ ଚିତ୍ର ଓ ଗ୍ରାଫ ଅଙ୍କନ କରିପାରୁଛି। ସେ ଗଣିତ ଶିକ୍ଷଣର କେଉଁ ଲକ୍ଷ୍ୟ ହାସଲ କରିଛନ୍ତି? ଅପସନ୍ ଏ ରହିଛି ଜ୍ଞାନାତ୍ମକ, ବିରେ ରହିଛି ବୋଧାତ୍ମକ, ସିରେ ରହିଛି କ୍ରିୟାତ୍ମକ, ଡିରେ ଉପରୋକ୍ତ ସମସ୍ତ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି କ୍ରିୟାତ୍ମକ। କ୍ୱେଶ୍ଚିନ୍ ନମ୍ବର 7, ପିଆଜେଙ୍କ ମତ ଅନୁସାରେ ସ୍ଥୂଳ ସକାର୍ଯ୍ୟ ପର୍ଯ୍ୟାୟଟି କେଉଁ ବୟସ ସୀମାର ଅନ୍ତର୍ଭୁକ୍ତ ଅଟେ? ଅପସନ୍ ଏ ରେ 12 ବର୍ଷରୁ ଉର୍ଦ୍ଧ୍ୱ, ଅପସନ୍ ବି ରେ 7 ବର୍ଷରୁ 12 ବର୍ଷ ମଧ୍ୟରେ, ଅପସନ୍ ସି ରେ 2 ବର୍ଷରୁ 7 ବର୍ଷ ମଧ୍ୟରେ, ଅପସନ୍ ଡି ରେ ଜନ୍ମଠାରୁ 2 ବର୍ଷ ପର୍ଯ୍ୟନ୍ତ। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି 7 ବର୍ଷରୁ 12 ବର୍ଷ ମଧ୍ୟରେ। କ୍ୱେଶ୍ଚିନ୍ ନମ୍ବର 8, 1000 to the power 1 into 1000 to the power 2 into 1000 to the power 3 into ଏହିପରି 1000 to the power 16 ପର୍ଯ୍ୟନ୍ତ ଉତ୍ପନ୍ନ ହେଉଥିବା ସଂଖ୍ୟାଟିରେ କେତୋଟି ଜିରୋ ରହିବ? ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ 408ଟି। କ୍ୱେଶ୍ଚିନ୍ ନମ୍ବର 9, 20 ମିଟର ଦୈର୍ଘ୍ୟ, 16 ମିଟର ପ୍ରସ୍ଥ ଓ 12 ମିଟର ଉଚ୍ଚତା ବିଶିଷ୍ଟ ଏକ କୋଠରୀରେ ରଖାଯାଇଥିବା ଦୀର୍ଘତମ ଲୁହା ରଡ୍ର ଦୈର୍ଘ୍ୟ କେତେ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି 20√2 ମିଟର। କ୍ୱେଶ୍ଚିନ୍ ନମ୍ବର 10, 250ରୁ 1000 ମଧ୍ୟରେ ଥିବା କେତୋଟି ସଂଖ୍ୟା 5, 6 ଏବଂ 7 ଏହି ତିନୋଟି ଦ୍ୱାରା ବିଭାଜ୍ୟ ହେବ? ଅପସନ୍ ଏ ରେ ଦେଇଛି 3, ଅପସନ୍ ବି ରେ 4, ଅପସନ୍ ସି 5, ଅପସନ୍ ଡି 6। ତେଣୁ ଏଠି କ'ଣ କରିବା ଆମେ 5, 6, 7 ତିନିଟାକୁ ଗୁଣିଦେଲେ ହେବ 210। 250ରୁ 1000 ମଧ୍ୟରେ ଯେହେତୁ 210 ଅଛି 250ରୁ କମ୍ ତାକୁ ରଖିପାରିବାନି। 210 ଦୁଣେ 420କୁ ଥରେ ରଖିବା ଏବଂ ତା 210 3 660 ଥରେ ରହିବ, 210 ଆଉ 880 ଥରେ ରହିବ। ତାହେଲେ ଏଇ ପ୍ରକାରେ 420, 660, 880, ତେଣୁ 3 ଥର ହିଁ ରହିପାରିବ। ଏହାର କରେକ୍ଟ ଆନ୍ସର ଅପସନ୍ ଏ 3। କ୍ୱେଶ୍ଚିନ୍ ନମ୍ବର 11, କେତେ ସରଳ ସୁଧ ହାରରେ କୌଣସି ମୂଳଧନ 8 ବର୍ଷରେ ତ୍ରିଗୁଣିତ ହୁଏ ବା 3 ଗୁଣ ହେଇଯାଏ, ମୂଳଟା 3 ଗୁଣ ହେଇଯିବ? ଅପସନ୍ ଏ ଦେଇଛି 20%, ବି ରେ ଦେଇଛି 25%, ସି ରେ ଦେଇଛି 30%, ଡି ରେ ଦେଇଛି 32%। ତେଣୁ P = 3P, T = R, I = PTR/100 ର ସୂତ୍ର ପକେଇଲେ ଏହା ହେବ ଅପସନ୍ ବି 25। କ୍ୱେଶ୍ଚିନ୍ ନମ୍ବର 12, ଗଣିତ ଶିକ୍ଷାଦାନ ପାଇଁ ପ୍ରକଳ୍ପ ପ୍ରଣାଳୀ କେଉଁ ଦାର୍ଶନିକ ତତ୍ତ୍ୱ ଉପରେ ପର୍ଯ୍ୟବେସିତ? ଏହାର ଅପସନ୍ ଏ ରେ ଅଛି ଜନ୍ ଡ୍ୟୁଇ, ବି ରେ ଅଛି ପ୍ରୁବେଲ୍, ସି ରେ ଅଛି କିଲପ୍ରାଟିକ୍, ଡି ରେ ଅଛି ଷ୍ଟିଭେନସନ୍। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ ଜନ୍ ଡ୍ୟୁଇ। କ୍ୱେଶ୍ଚିନ୍ ନମ୍ବର 13, ଉପରିସ୍ଥ ରାଶିରୁ 20 ଏବଂ 30 ସମ୍ଭାଗର ବାରମ୍ବାରତା କେତେ? ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ 14। କ୍ୱେଶ୍ଚିନ୍ ନମ୍ବର 14, ରୁଷିଆର କେଉଁ ମନସ୍ତୁତିବିଦ ସାମାଜିକ ସଂଗଠନବାଦର ମୁଖ୍ୟ ପ୍ରବକ୍ତା ଥିଲେ? ଅପସନ୍ ଏ ରେ ଦେଇଛି ଭନ୍ ଗ୍ଲାସର-ସଫେଲ୍ଡ, ବି ରେ ଦେଇଛି ଲେଭ୍ ଡାଇଗଟସ୍କି, ସି ରେ ଦେଇଛି କିଲପ୍ରାଟିକ୍, ଡି ରେ ଦେଇଛି ପ୍ରୁବେଲ୍ କିଡନଗାର୍ଡେନ୍। ଏହାର କରେକ୍ଟ ଆନ୍ସର ଅପସନ୍ ବି ଲେଭ୍ ଭାଇଗଟସ୍କି। କ୍ୱେଶ୍ଚିନ୍ ନମ୍ବର 15,
ଗୋଟିଏ ତ୍ରିଭୁଜର ତିନି ବାହୁର ଦୈର୍ଘ୍ୟ ଯଥାକ୍ରମେ 5 ସେମି 12 ସେମି 13 ସେମି ଅଟେ। ଉକ୍ତ ତ୍ରିଭୁଜର ତିନି ବାହୁର ମଧ୍ୟବିନ୍ଦୁକୁ ଯୋଗ କରିବା ଦ୍ୱାରା ଉତ୍ପନ୍ନ ତ୍ରିଭୁଜଟି କ୍ଷେତ୍ରଫଳ କେତେ ବର୍ଗ ସେଣ୍ଟିମିଟର ହେବ? ଯେହେତୁ ଏକ ତ୍ରିଭୁଜର 5 ସେମି 12 ସେମି 13 ସେମି ଦେଇଛି, ତେଣୁ ଏହା ଏକ ସମକୋଣୀ ତ୍ରିଭୁଜ। ତେଣୁ ତାର ଅପସନ ଦେଇଛି ଏ ରେ 7.5, ବି ରେ 15, ସି ରେ 30, ଡି ରେ 32.5। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ ଏ 7.5। କ୍ୱେଶ୍ଚିନ୍ ନମ୍ବର 16, ଗଣିତ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ପଦ୍ଧତି ସହ କେଉଁ ସମ୍ପର୍କିତ ନୁହେଁ? ଅପସନ ଏ ରେ ପ୍ରତ୍ୟେକ ଶିକ୍ଷାର୍ଥୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି, ବି ରେ ପ୍ରତ୍ୟେକ ଶିକ୍ଷାର୍ଥୀ ସକ୍ରିୟ ରହନ୍ତି, ସି ରେ ଶିକ୍ଷକଙ୍କର କାର୍ଯ୍ୟଭାର ହ୍ରାସ ପାଇଥାଏ, ଡି ରେ ପ୍ରତ୍ୟେକ ଶିକ୍ଷାର୍ଥୀ ଆନନ୍ଦ ଉପଭୋଗ କରନ୍ତି। ଏହାର କରେକ୍ଟ ଆନ୍ସର ଅପସନ ସି, ଶିକ୍ଷକଙ୍କର କାର୍ଯ୍ୟଭାର ହ୍ରାସ ପାଇଥାଏ। କ୍ୱେଶ୍ଚିନ୍ ନମ୍ବର 17, 1, 9, 25, 49, 81, 121, ଷ୍ଟାର 225 ଏହି ଅନୁକ୍ରମରେ ଷ୍ଟାର ସ୍ଥାନଟି କେଉଁ ସଂଖ୍ୟାଟି ରହିବ? ତେଣୁ ଏଠାରେ କ'ଣ କରାଯାଇଛି? 1 ର ସ୍କୋୟାର 1 ଲେଖାଯାଇଛି, 3 ର ସ୍କୋୟାର 9, 5 ର ସ୍କୋୟାର 25, 7 ର ସ୍କୋୟାର 49, ଏମିତି କ୍ରମ ଅନୁଯାୟୀ ରହିଲେ ତେଣୁ ପ୍ରଥମେ 1 ର ସ୍କୋୟାର, ତାପରେ 3 ର ସ୍କୋୟାର, ତାପରେ 5 ର ସ୍କୋୟାର, 7 ର ସ୍କୋୟାର, 9 ର ସ୍କୋୟାର, 11 ର ସ୍କୋୟାର। ତେଣୁ ତାପରଟା ଆମେ ନେବା ନିଶ୍ଚିତ 13 ର ସ୍କୋୟାର। 13 ର ସ୍କୋୟାର ନେଲେ ଅପସନ ବି 169 ହିଁ ହେବ। ତାପରେ କ୍ୱେଶ୍ଚିନ୍ ନମ୍ବର 18, ଦତ୍ତ ଚିତ୍ରରେ ମେଜର ଆଙ୍ଗେଲ ପି କ୍ୟୁ ଆର୍ 120 ଡିଗ୍ରୀ ଏବଂ ପି କ୍ୟୁ ଓ ଆର୍ ବିନ୍ଦୁତ୍ରୟ ବୃତ୍ତ ଉପରିସ୍ଥ ଅଟନ୍ତି। ଯଦି ଓ ବିନ୍ଦୁରୁ କେନ୍ଦ୍ରବିନ୍ଦୁ ହୁଏ ତେବେ ପି କ୍ୟୁ ଆର୍ ର ପରିମାଣ କେତେ? ଏହାର ଅପସନ ଦେଇଛି ଏ ରେ 60 ଡିଗ୍ରୀ, ବି ରେ 120 ଡିଗ୍ରୀ, ସି ରେ 130 ଡିଗ୍ରୀ, ଡି ରେ 240 ଡିଗ୍ରୀ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ ବି 120 ଡିଗ୍ରୀ। କ୍ୱେଶ୍ଚିନ୍ ନମ୍ବର 19, ଗୋଟିଏ ଆୟତକ୍ଷେତ୍ରର ଦୈର୍ଘ୍ୟକୁ 2 ଗୁଣ କରି ପ୍ରସ୍ତକୁ ଅଧା କରିଦେଲେ ଏହାର କ୍ଷେତ୍ରଫଳରେ କି ପରିବର୍ତ୍ତନ ହେବ? ଅପସନ ଦେଇଛି ଏ ରେ 2 ଗୁଣ ହେବ, ବି ରେ ଅର୍ଦ୍ଧେକ ହେବ, ସି ଅପରିବର୍ତ୍ତିତ ରହିବ, ଡି 4 ଗୁଣ ହେବ। ତେଣୁ ଏଠାରେ ଦୈର୍ଘ୍ୟ ଗୁଣନ ପ୍ରସ୍ତ ହିସାବରେ ସୂତ୍ର ପକେଇଲେ ଯଦି ଦୈର୍ଘ୍ୟ ଏକ୍ସ ପ୍ରସ୍ତ ୱାଇ ହୁଏ ତେବେ ଏକ୍ସ ୱାଇ, ତେଣୁ ଦୈର୍ଘ୍ୟକୁ 2 ଗୁଣ ବଢେଇ ଦେଲେ 2x, ପ୍ରସ୍ତକୁ ଅଧା କରିଦେଲେ ହାଫ ୱାଇ, ତେଣୁ 2 2 କଟିଗଲା ପରେ ଏକ୍ସ ୱାଇ, ତେଣୁ କ୍ଷେତ୍ରଫଳ ମଧ୍ୟ ହେବ ଏକ୍ସ ୱାଇ। ତେଣୁ ଏହାର ଆନ୍ସର ହେବ ଅପସନ ସି, ଅପରିବର୍ତ୍ତିତ ରହିବ। କ୍ୱେଶ୍ଚିନ୍ ନମ୍ବର 20, ଦୁଇଟି ସଂଖ୍ୟାର ସମଷ୍ଟି 77, ସଂଖ୍ୟା ଦୁଇଟିର ଗସାଗୁ ଓ ଲସାଗୁ ଯଥାକ୍ରମେ 7 ଓ 168 ହେଲେ ସଂଖ୍ୟା ଦ୍ୱାରା ବ୍ୟୁତ୍କ୍ରମ ମାନଙ୍କର ସମଷ୍ଟି କେତେ? ଏହାର କରେକ୍ଟ ଆନ୍ସର ହେବ ଅପସନ ସି, 11/168। କ୍ୱେଶ୍ଚିନ୍ ନମ୍ବର 21, 9 ଟୁ ଦ ପାୱାର 10 ପ୍ଲସ୍ 9 ଟୁ ଦ ପାୱାର 10 ପ୍ଲସ୍ 9 ଟୁ ଦ ପାୱାର 10 ମୂଲ୍ୟ ନିମ୍ନଲିଖିତ ମଧ୍ୟରୁ କେଉଁଟି ସହ ସମାନ? ଏହାର କରେକ୍ଟ ଆନ୍ସର ହେବ ଅପସନ ଏ, 3 ଟୁ ଦ ପାୱାର 21। କ୍ୱେଶ୍ଚିନ୍ ନମ୍ବର 22, ଏକ ଉତ୍ତମ ଶିକ୍ଷଣ କାର୍ଯ୍ୟରେ କେଉଁ ଉପାଦାନଟି ଦେଖାଯାଏ? ଅପସନ ଦେଇଛି ଏ ରେ ଆନନ୍ଦଦାୟୀ, ବି ରେ ଲକ୍ଷ୍ୟ କେନ୍ଦ୍ରିକ, ସି ରେ ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ, ଡି ରେ ଉପରୋକ୍ତ ସମସ୍ତ। ତେଣୁ ଏଠାରେ ଦେଖାଯାଉଛି ତାହା ଆନନ୍ଦଦାୟୀ ହୁଏ, ଲକ୍ଷ୍ୟ କେନ୍ଦ୍ରିକ ହୁଏ, ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ହୁଏ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ ଡି, ଉପରୋକ୍ତ ସମସ୍ତ। କ୍ୱେଶ୍ଚିନ୍ ନମ୍ବର 23, ଏ ଓ ବି ଗୋଟିଏ କାମକୁ 20 ଦିନରେ ଶେଷ କରନ୍ତି, ସେହିପରି ସି ଓ ଡି ଉକ୍ତ କାର୍ଯ୍ୟଟିକୁ 30 ଦିନରେ ଶେଷ କରନ୍ତି। ତେବେ ଏ ବି ସି ଓ ଡି ଏକତ୍ର ମିଶି ସେ କାର୍ଯ୍ୟଟିକୁ କେତେ ଦିନରେ ଶେଷ କରିବେ? ତେଣୁ ଅପସନ ଏ ହେଲା 18 ଦିନ, ଅପସନ ବି 16 ଦିନ, ଅପସନ ସି 12 ଦିନ, ଅପସନ ଡି 10 ଦିନ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ ସି, 12 ଦିନ। କ୍ୱେଶ୍ଚିନ୍ ନମ୍ବର 24, ଗଣିତରେ କେଉଁ ଧର୍ମ ଆମର ଉକ୍ତିଗୁଡ଼ିକୁ ସଠିକ, ସ୍ପଷ୍ଟ, ନିର୍ଦ୍ଦିଷ୍ଟ ବୋଧଗମ୍ୟତା ଓ ଅର୍ଥପୂର୍ଣ୍ଣ କରାଇଥାଏ? ଅପସନ ଏ ରେ ଅମୃତ, ଅପସନ ବି ରେ ସଂକ୍ଷିପ୍ତତା, ଅପସନ ସି ରେ ସଂରଚନା, ଅପସନ ଡି ରେ ଶୃଙ୍ଖଳ ଓ ନିର୍ଦ୍ଦିଷ୍ଟ କ୍ରମ। ଏହାର କରେକ୍ଟ ଆନ୍ସର ହେବ ଅପସନ ବି, ସଂକ୍ଷିପ୍ତତା। କ୍ୱେଶ୍ଚିନ୍ ନମ୍ବର 25, ଏବିସିଡି ଚତୁର୍ଭୁଜରେ ଆଙ୍ଗେଲ ବିସିଡି ଏବଂ ଆଙ୍ଗେଲ ଏଡିସି ର ସମଦ୍ୱିଖଣ୍ଡକ ଦ୍ୱୟ ଚତୁର୍ଭୁଜର ଅନ୍ତର୍ଦେଶରେ ପରସ୍ପରକୁ ପି ବିନ୍ଦୁରେ ଛେଦ କରନ୍ତି, ତେବେ ସିପିଡି ର ପରିମାଣ ନିମ୍ନଲିଖିତ ମଧ୍ୟରୁ କେଉଁଟି ସହ ସମାନ ହେବ? ଏହାର କରେକ୍ଟ ଆନ୍ସର ହେବ ଅପସନ ଡି, ମେଜର ଆଙ୍ଗେଲ ଏ ପ୍ଲସ୍ ମେଜର ଆଙ୍ଗେଲ ବି ବାଏ 2। କ୍ୱେଶ୍ଚିନ୍ ନମ୍ବର 26, ଗୋଟିଏ ମେଳାରେ ଏକ ବ୍ୟକ୍ତି ବନ୍ଧୁକ ମାଧ୍ୟମରେ ବେଲୁନ ଫୁଟାଇ ଦୋକାନୀକୁ ଦେଇଥିଲା। ସେ ସର୍ତ୍ତ ରଖିଥିଲା ଯେ ଯେଉଁ ଗ୍ରାହକ ଗୋଟିଏ ଥରରେ ଗୋଟିଏ ବେଲୁନ ଫୁଟାଇ ପାରିବ ତାକୁ 7 ଟଙ୍କା ଦେବ, ଏବଂ ଯଦି ଜଣେ ଥରେ ବନ୍ଧୁକ ଫୁଟାଇ ବେଲୁନ ଫୁଟାଇ ପାରିବ ନାହିଁ ତେବେ ସେ ଦୋକାନୀକୁ 3 ଟଙ୍କା ଦେବ। ଏହି ସର୍ତ୍ତ ଅନୁସାରେ ଜଣେ ଗ୍ରାହକ 20 ଥର ବନ୍ଧୁକ ଫୁଟାଇ 60 ଟଙ୍କା ରୋଜଗାର କଲେ, ତେବେ ସେ କେତେ ଥର ବେଲୁନ ଫୁଟାଇ ପାରିବେ?
ଅପସନ୍ ଏ ରେ ଦେଇଛି ଏ 8 ଥର, ଅପସନ୍ ବି 10 ଥର, ଅପସନ୍ ସି 12 ଥର, ଅପସନ୍ ଡି 14 ଥର। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି 12 ଥର। କ୍ୱେଶ୍ଚିନ୍ ନମ୍ବର 27 କେଉଁ ପଦ୍ଧତି ଅମୃତରୁ ମୃତ ଆଡ଼କୁ ଗତି କରିଥାଏ? ଅପସନ୍ ଦେଇଛି ଏ ରେ ସଂଶ୍ଳେଷଣ ପଦ୍ଧତି, ବି ରେ ବିଶ୍ଳେଷଣ ପଦ୍ଧତି, ସି ରେ ଅବରୋହ ପଦ୍ଧତି, ଡି ରେ ଆରୋହ ପଦ୍ଧତି। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି ଅବରୋହ ପଦ୍ଧତି। କ୍ୱେଶ୍ଚିନ୍ ନମ୍ବର 28 75 into 88 into 89 into 93 into 95 into 97 କୁ 100 ଦ୍ୱାରା ଭାଗ କଲେ ଭାଗଶେଷ କେତେ ରହିବ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ 0, କୌଣସି ଭାଗଶେଷ ରହିବ ନାହିଁ। କ୍ୱେଶ୍ଚିନ୍ ନମ୍ବର 29 90 km/h ବେଗରେ ଗତି କରୁଥିବା ଏକ ଟ୍ରେନ୍ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ 6 ସେକେଣ୍ଡରେ ଅତିକ୍ରମ କଲା। ଟ୍ରେନ୍ର ଦୈର୍ଘ୍ୟ କେତେ ହେବ? ଏଠାରେ ଆମେ ଜାଣିଛେ ବିଦ୍ୟୁତ ଖୁଣ୍ଟକୁ ଅତିକ୍ରମ କରିବା ଅର୍ଥ ନିଜ ଦୈର୍ଘ୍ୟକୁ ଟ୍ରେନ୍ଟି ଅତିକ୍ରମ କରିବା। ତେଣୁ ଏ ରେ ଦେଇଛି 120 ମିଟର, ବି ରେ 135 ମିଟର, ସି ରେ 150 ମିଟର, ଡି ରେ 180 ମିଟର। ତେଣୁ ଏଠାରେ ସୂତ୍ର ପଡ଼ିବ ସ୍ପିଡ୍ ଇକ୍ୱାଲ୍ ଟୁ ଡିଷ୍ଟାନ୍ସ ବାଏ ଟାଇମ୍। ତେଣୁ ଏହି ସୂତ୍ରରେ ପକାଇଲେ ତାହା ଆନ୍ସର ବାହାରିବ। କରେକ୍ଟ ଆନ୍ସର ହେବ ଅପସନ୍ ସି 150 ମିଟର। କ୍ୱେଶ୍ଚିନ୍ ନମ୍ବର 30 ଯଦି ଗୋଟିଏ ଆୟତକ୍ଷେତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ଉଭୟକୁ 2 ଗୁଣ କରାଯିବ ତେବେ ଏହାର କ୍ଷେତ୍ରଫଳ ଯେଉଁ ପରିବର୍ତ୍ତନ ହେବ ତାହା କେଉଁ ପ୍ରକାର ପ୍ରଶ୍ନର ଉଦାହରଣ ଅଟେ? ତେଣୁ ଅପସନ୍ ଏ ରେ ଦେଇଛି ପ୍ରୟୋଗ ଭିତ୍ତିକ, ବି ରେ ରଚନାତ୍ମକ, ସି ରେ ବୋଧ ଭିତ୍ତିକ ବହୁ ବିକଳ୍ପ, ଡି ରେ ଜ୍ଞାନ ଭିତ୍ତିକ ନିର୍ଦ୍ଦିଷ୍ଟ ଉତ୍ତରମୂଳକ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ ପ୍ରୟୋଗ ଭିତ୍ତିକ। ଏହା ଥିଲା 2025 ସ୍ପେଶାଲ OTT ପେପର 1 ମ୍ୟାଥମେଟିକ୍ସର ସମସ୍ତ କ୍ୱେଶ୍ଚିନ୍ ଏବଂ ତାର ଆନ୍ସର। ଏନଭାଇରନମେଣ୍ଟାଲ ସାଇନ୍ସ ବା ପରିବେଶ ବିଜ୍ଞାନ। କ୍ୱେଶ୍ଚିନ୍ ନମ୍ବର 121 ଏକ ଆଲୋକ ବର୍ଷ ହେଉଛି ଅପସନ୍ ଏ ରେ ଦେଇଛି 9.46 into 10⁻12 କିଲୋମିଟର, ବି ରେ 9.46 into 10⁻10 କିଲୋମିଟର, ଅପସନ୍ ସି ରେ 9.46 into 10⁸ କିଲୋମିଟର, ଅପସନ୍ ଡି 9.46 into 10⁻11 କିଲୋମିଟର। ଏହାର କରେକ୍ଟ ଆନ୍ସର ଅପସନ୍ ଏ 9.46 into 10⁻12 କିଲୋମିଟର। କ୍ୱେଶ୍ଚିନ୍ ନମ୍ବର 2 କେଉଁ ଦେଶ ପ୍ରଥମ କୃତ୍ରିମ ଉପଗ୍ରହ ପ୍ରେରଣ କରିଥିଲା? ଅପସନ୍ ଏ ରେ ଯୁକ୍ତରାଷ୍ଟ୍ର ଆମେରିକା, ବି ରେ ଭାରତ, ସି ରେ ଜାପାନ, ଡି ରେ ସୋଭିଏତ ରୁଷ। ଏହାର କରେକ୍ଟ ଆନ୍ସର ଅପସନ୍ ଡି ସୋଭିଏତ ରୁଷ। କ୍ୱେଶ୍ଚିନ୍ ନମ୍ବର 3 ବୈଜ୍ଞାନିକ ସତ୍ୟର ଅନୁସନ୍ଧାନ ପାଇଁ କେଉଁ କେଉଁ ପଦ୍ଧତି ବ୍ୟବହାର କରାଯାଏ? ଅପସନ୍ ଏ ଅନୁମାନ, ଅପସନ୍ ବି ଚିନ୍ତନ, ଅପସନ୍ ସି ବିଶ୍ଳେଷଣ, ଅପସନ୍ ଡି ଆଲୋଚନା। ଏହାର କରେକ୍ଟ ଆନ୍ସର ଆସିବ ଅପସନ୍ ସି ବିଶ୍ଳେଷଣ। କ୍ୱେଶ୍ଚିନ୍ ନମ୍ବର 4 ବୈଜ୍ଞାନିକ ମନୋଭାବ ସମ୍ପନ୍ନ ବ୍ୟକ୍ତି ଅପସନ୍ ଏ ରେ ସବୁ କଥାକୁ ବିଶ୍ଳେଷଣ କରେ, ବି ରେ ସବୁ କଥାକୁ ସହଜରେ ଗ୍ରହଣ କରିନିଏ, ସି ରେ କାହା କଥା ନ ଶୁଣି ଯୁକ୍ତିତର୍କ କରେ, ଡି ରେ ନିଜ କଥାର ଗୁରୁତ୍ୱ ବଢ଼ାଇବାକୁ ଚେଷ୍ଟା କରେ। ଏହାର କରେକ୍ଟ ଆନ୍ସର ଅପସନ୍ ଏ ସବୁ କଥାକୁ ବିଶ୍ଳେଷଣ କରେ। କ୍ୱେଶ୍ଚିନ୍ ନମ୍ବର 5 ଭୌତିକ ପରିବେଶର ଉଦାହରଣ ହେଉଛି ଅପସନ୍ ଏ ଚିକିତ୍ସାଳୟ, ଅପସନ୍ ବି ବିଦ୍ୟାଳୟ, ଅପସନ୍ ସି କାର୍, ଅପସନ୍ ଡି ନଦୀ। ଯେହେତୁ ଏଠି ଭୌତିକ ପରିବେଶ ଦେଇଛି ତେଣୁ କରେକ୍ଟ ଆନ୍ସର ହେବ ଅପସନ୍ ଡି ନଦୀ। କ୍ୱେଶ୍ଚିନ୍ ନମ୍ବର 6 ନିମ୍ନଲିଖିତ ମଧ୍ୟରୁ କେଉଁଟି ପରିବେଶ ଅଧ୍ୟୟନର ଲକ୍ଷ୍ୟ ନୁହେଁ? ଏହାର ଅପସନ୍ରେ ଅଛି ଏ ପରିବେଶ ସନ୍ତୁଳନର ନିୟମ ଜାଣିବା, ବି ରେ ଅଛି ପରିବେଶ ପ୍ରଦୂଷଣ କରିବା, ସି ରେ ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ, ଡି ରେ ପରିବେଶ ସଂରକ୍ଷଣ କରିବା। ସେ କହିଛି ପରିବେଶ ଅଧ୍ୟୟନର ଲକ୍ଷ୍ୟ ନୁହେଁ, ତେଣୁ ନୁହେଁ ହେଲେ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି ପରିବେଶ ପ୍ରଦୂଷଣ କରିବା। କ୍ୱେଶ୍ଚିନ୍ ନମ୍ବର 7 ଭାରତର ସର୍ବୋଚ୍ଚ ଶୃଙ୍ଗର ନାମ କ'ଣ? ଅପସନ୍ ଏ ରେ ରହିଛି କାଞ୍ଚନଜଙ୍ଗା, ବି ରେ K2, ସି ରେ ନନ୍ଦା ଦେବୀ, ଡି ରେ ମାଉଣ୍ଟ ଏଭରେଷ୍ଟ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି K2। କ୍ୱେଶ୍ଚିନ୍ ନମ୍ବର 8 ରକ୍ତର କେଉଁ ଅଂଶ ରୋଗ ସୃଷ୍ଟିକାରୀ ବାହ୍ୟକାରକ ମାନଙ୍କ ଠାରୁ ରକ୍ଷା କରେ? ଅପସନ୍ ଏ ରହିଛି ଲୋହିତ ରକ୍ତ କଣିକା ବା ରେଡ୍ ବ୍ଲଡ୍ ସେଲ୍, ଅପସନ୍ ବି ରେ ରହିଛି ଶ୍ୱେତ ରକ୍ତ କଣିକା ବା WBC ହ୍ୱାଇଟ୍ ବ୍ଲଡ୍ ସେଲ୍, ଅପସନ୍ ସି ରେ ଅଣୁଚକ୍ରିକା, ଅପସନ୍ ଡି ରେ ପ୍ରଲସି। ଏହାର କରେକ୍ଟ ଆନ୍ସର ଶ୍ୱେତ ରକ୍ତ କଣିକା ବା ହ୍ୱାଇଟ୍ ବ୍ଲଡ୍ ସେଲ୍, ଅପସନ୍ ବି ଏହାର କରେକ୍ଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 9 ମଣିଷର କାନକୁ କେଉଁ କମ୍ପନ ବିଶିଷ୍ଟ ଧ୍ୱନି ଶୁଣାଯାଇପାରେ? ଏହାର କରେକ୍ଟ ଆନ୍ସର ଅପସନ୍ ସି 20 ହର୍ସ ଟୁ 2000 ହର୍ସ। କ୍ୱେଶ୍ଚିନ୍ ନମ୍ବର 10 ଭାରତର କେଉଁ ରାଜ୍ୟ ବକ୍ସାଇଟ୍ ଉତ୍ପାଦନରେ ପ୍ରଥମ ଅଟେ? ଅପସନ୍ ଏ ବିହାର, ଅପସନ୍ ବି ଉତ୍ତରପ୍ରଦେଶ, ଅପସନ୍ ସି ଓଡ଼ିଶା, ଅପସନ୍ ଡି ମଧ୍ୟପ୍ରଦେଶ। ଏହାର କରେକ୍ଟ ଆନ୍ସର ଅପସନ୍ ସି ଓଡ଼ିଶା।
क्वेश्चन नंबर 11 परिवेश अध्ययनर उद्देश्य है ऑप्शन ए परिवेशर जत्न, बी धारणीय विकास, सी परिवेश प्रति सचेतनता, डी उपरोक्त समस्त। तेणु एम जानूचे जे ए बी सी तीनटा जाक ठीक अच्छी, तेणु यार करेक्ट आंसर हम ऑप्शन डी उपरोक्त समस्त। क्वेश्चन नंबर 12 ऐतिहासिक घटना गुड़ी सहजरे मन रखापी समरेखा व्यवहार कराए ऑप्शन ए रे, बी रे अच्छी क्रम अनुसार मन रखा जाए, सी रे अच्छी उभय ए और बी, डी रे उपरोक्त कौन नुहे। तेणु यार करेक्ट आंसर हम समय रेखार व्यवहार कराए और क्रम अनुसार मन रखा जाए। तेणु ऑप्शन सी उभय ए और बी करेक्ट आंसर है ऑप्शन सी। क्वेश्चन नंबर 13 शिक्षार्थी कैंद्रिक पद्धति केउं तथ्य उपरे आधारित। ऑप्शन ए रे अछि भयशून्य आनंददायक शिक्षण परिवेश, ऑप्शन बी अछि शिक्षक द्वारा प्रदर्शन, ऑप्शन सी शिक्षार्थी रुचि अभिज्ञता और शिक्षण वेग, ऑप्शन डी रे अछि उभय ए और सी। तेणु उभय ए और सी दुटाक करेक्ट अछि, तेणु यार करेक्ट आंसर हम ऑप्शन डी। क्वेश्चन नंबर 14 परिवेश अध्ययन को कहीं प्राथमिक स्तर में समन्वित करा जायछि। ऑप्शन ए शिक्षार्थी मानकर सर्वांगीन उन्नति करने, ऑप्शन बी परिवेश विषय उपयुक्त ज्ञान लाभ करने, ऑप्शन सी अभिज्ञता विश्लेषण द्वारा परिवेशर सामग्रिक शिक्षा लाभ करने, ऑप्शन डी परिवेश प्रति जत्नवान होगा। यार करेक्ट आंसर ऑप्शन बी एवं सी दीटाक जो हाथ गोटे मारे आपंकर ठीक हो। क्वेश्चन नंबर 15 परिवेश संतुलन नष्ट करिबारे काहार भूमिका रही। नंबर 1 जनसचेतनता वृद्धि, ऑप्शन बी वृक्षरोपण, ऑप्शन सी प्राकृतिक संपदर सदुपयोग, ऑप्शन डी कलकारखाना स्थापन। यार करेक्ट आंसर आसिबो ऑप्शन डी कलकारखाना स्थापन, ऑप्शन डी। क्वेश्चन नंबर 16 गोटे मोटर गाड़ी 30 मीटर पर सेकेंड बेगर गति करुच्ची, जदि गाड़ीर वस्तुत्व 400 केजी हुए तेबे ताहार गतिज शक्ति केते। ऑप्शन ए 18 इंटू 10 टू द पावर 5 जूल, ऑप्शन बी 1.8 इंटू 10 टू द पावर 5 जूल, ऑप्शन सी 0.18 इंटू 10 टू द पावर 5 जूल, ऑप्शन डी 1.8 इंटू 10 टू द पावर 6 जूल। यार करेक्ट आंसर ऑप्शन बी 1.8 इंटू 10 टू द पावर 5 जूल, करेक्ट आंसर ऑप्शन बी। क्वेश्चन नंबर 17 पृथ्वीर आवर्तन जोगु ऑप्शन ए ऋतु परिवर्तन होता है, ऑप्शन बी दिन और राति होता है, ऑप्शन सी वर्ष मासर परिवर्तन होता है, ऑप्शन डी उभय बी और सी। तेणु यार करेक्ट आंसर हम ऑप्शन बी दिन और राति होता है। क्वेश्चन नंबर 18 प्राकृतिक परिवेश रे पर्यवेक्षण को कौन कहा जाए। ऑप्शन ए परोक्ष पर्यवेक्षण, ऑप्शन बी प्रत्यक्ष पर्यवेक्षण, ऑप्शन सी मुक्त पर्यवेक्षण, ऑप्शन डी नियंत्रित पर्यवेक्षण। यार करेक्ट आंसर हम ऑप्शन सी मुक्त पर्यवेक्षण, ऑप्शन सी। क्वेश्चन नंबर 19 भारतर केउं राज्य रे सर्वाधिक आखु उत्पादन करा जाए। ऑप्शन ए कर्णाटक, ऑप्शन बी केरल, ऑप्शन सी ओडिशा, ऑप्शन डी उत्तर प्रदेश। यार करेक्ट आंसर ऑप्शन डी उत्तर प्रदेश। क्वेश्चन नंबर 20 भारत छाड़ आंदोलन केउं मसीह संगठित होइतिला। ऑप्शन ए 1945, ऑप्शन बी 1942, ऑप्शन सी 1943, ऑप्शन डी रे अच्छी 1944, किंतु यार करेक्ट आंसर हम ऑप्शन बी 1942। क्वेश्चन नंबर 21 इतिहास शिक्षादान उद्देश्य कौन। ऑप्शन ए रे ऐतिहासिक घटनावली सम्बन्ध ज्ञान अर्जन करने, ऑप्शन बी क्रम अनुसार ऐतिहासिक घटनावली को बुझी से संपर्क विषय जाना, ऑप्शन सी इतिहास घटुवा घटनावली मानकर कारण और प्रभाव विषय जापर, ऑप्शन डी उपरोक्त समस्त। तेणु जेहेतु ऊपर ए बी सी तीनोटी जाक ठीक अच्छी, तेणु यार करेक्ट आंसर हम ऑप्शन डी बा उपरोक्त समस्त। क्वेश्चन नंबर 22 परिवेश शिक्षार लक्ष्य कौन हेबा आवश्यक। ऑप्शन ए वास्तव अनुभूति ज्ञान आहरण करने, ऑप्शन बी परिवेश प्रति सचेतनता वृद्धि होगा, ऑप्शन सी परिवेश परिवर्तन सहित निजक खाप खुआई चलवा, ऑप्शन डी उपरोक्त समस्त। जेहेतु ए बी सी तीनोटी जाक ऑप्शन आंसर संपूर्ण ठीक अच्छी, तेणु आम यार करेक्ट आंसर ना ऑप्शन डी उपरोक्त समस्त। क्वेश्चन नंबर 23 केउं रोगटी विटामिन डी अभाव होता है। ऑप्शन ए स्कर्वी, ऑप्शन बी बेरीबेरी, ऑप्शन सी रिकेट्स, ऑप्शन डी रक्तहीनता। यार करेक्ट आंसर ऑप्शन सी रिकेट्स। क्वेश्चन नंबर 24 निम्नलिखित मध्यरु केउंटी जलवाहित रोग। ए रे जक्मा, बी रे इन्फ्लुएंजा, सी रे हईजा, डी रे मिलीमिला।
ଏଇଟା ସମସ୍ତେ ଜାଣନ୍ତି ଯେ ହଇଜା ବା କଲେରା ଜଳବାହିତ ରୋଗ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି ହଇଜା। କ୍ୱେଶ୍ଚିନ୍ ନମ୍ବର 25, ଏକ ସୁସ୍ଥ ଲୋକର ଶ୍ୱାସକ୍ରିୟା ହାର ମିନିଟ୍ ପ୍ରତି କେତେ ଥର ହୋଇଥାଏ? ଅପସନ୍ ଏ ରେ ଦେଇଛି 10 ରୁ 15 ଥର, ଅପସନ୍ ବି 15 ରୁ 20 ଥର, ଅପସନ୍ ସି 20 ରୁ 25 ଥର, ଅପସନ୍ ଡି 25 ରୁ 30 ଥର। ଏହାର କରେକ୍ଟ ଆନ୍ସର ହେବ ସୁସ୍ଥ ମଣିଷ କ୍ଷେତ୍ରରେ ଅପସନ୍ ବି 15 ରୁ 20 ଥର ତାର ଶ୍ୱାସକ୍ରିୟାର ହାର ପ୍ରତି ମିନିଟ୍ରେ ଥାଏ। କ୍ୱେଶ୍ଚିନ୍ ନମ୍ବର 26, ବାୟୁରେ ଥିବା କେଉଁ ପ୍ରଦୂଷକ ଅମ୍ଳ ବର୍ଷା ସୃଷ୍ଟି କରେ ବା ଏସିଡ୍ ବର୍ଷା? ଅପସନ୍ ଏ ରହିଛି କାର୍ବନ ମନୋକ୍ସାଇଡ୍ CO, ଅପସନ୍ ବି ରେ ସଲଫର ଡାଇଅକ୍ସାଇଡ୍ SO2, ଅପସନ୍ ସି ରେ ଓଜୋନ୍ O3, ଅପସନ୍ ଡି ରେ କାର୍ବନ ଡାଇଅକ୍ସାଇଡ୍ ବା CO2। ଏହାର କରେକ୍ଟ ଆନ୍ସର ଏସିଡ୍ ବର୍ଷା କରିବା ପାଇଁ ଅପସନ୍ ବି ସଲଫର ଡାଇଅକ୍ସାଇଡ୍ ବା SO2। କ୍ୱେଶ୍ଚିନ୍ ନମ୍ବର 27, ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କେଉଁ ମସିହାରେ ହୋଇଥିଲା? ଅପସନ୍ ଏ 1932, ଅପସନ୍ ବି 1930, ଅପସନ୍ ସି 1935, ଅପସନ୍ ଡି 1937। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି 1930, ଅପସନ୍ ବି। କ୍ୱେଶ୍ଚିନ୍ ନମ୍ବର 28, ସୁନ୍ଦରବନ ଡେଲ୍ଟା ଭାରତର କେଉଁ ରାଜ୍ୟରେ ଅବସ୍ଥିତ? ଅପସନ୍ ଅଛି ଏ ରେ ଆନ୍ଧ୍ରପ୍ରଦେଶ, ବି ରେ ତାମିଲନାଡୁ, ସି ରେ ବିହାର, ଡି ରେ ପଶ୍ଚିମବଙ୍ଗ। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ପଶ୍ଚିମବଙ୍ଗ। କ୍ୱେଶ୍ଚିନ୍ ନମ୍ବର 29, କେଉଁଟି ପରିବେଶ ସମସ୍ୟାର କାରଣ ନୁହେଁ? ଅପସନ୍ ଏ ରେ ଜଙ୍ଗଲ ନିଆଁ, ଅପସନ୍ ବି ଦ୍ରୁତ ଜନସଂଖ୍ୟା ବୃଦ୍ଧି, ଅପସନ୍ ସି ଗାଡ଼ି ମଟର ବହୁଳ ବ୍ୟବହାର, ଅପସନ୍ ଡି ପ୍ରାକୃତିକ ସମ୍ବଳର ସଦୁପଯୋଗ। ଦେଇଛି ପରିବେଶ ସମସ୍ୟାର କାରଣ ନୁହେଁ, ଯେହେତୁ ନୁହେଁ ଦେଇଛି ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ପ୍ରାକୃତିକ ସମ୍ବଳର ସଦୁପଯୋଗ। କ୍ୱେଶ୍ଚିନ୍ ନମ୍ବର 30 ବା ଏହାର ଲାଷ୍ଟ କ୍ୱେଶ୍ଚିନ୍, କେଉଁଟି ଧାତୁର ମୌଳିକ ଧର୍ମ ନୁହେଁ? ଅପସନ୍ ଏ ରେ ଅଛି ଧାତୁଗୁଡ଼ିକ ସାଧାରଣତଃ କଠିନ ଅବସ୍ଥାରେ ଥାଏ, ଅପସନ୍ ବି ଧାତୁଗୁଡ଼ିକର ଉଚ୍ଚ ଗଳନାଙ୍କ ଥାଏ, ଅପସନ୍ ସି ଧାତୁଗୁଡ଼ିକ ସାଧାରଣତଃ କୋମଳ, ଅପସନ୍ ଡି ଧାତୁଗୁଡ଼ିକ ତାପ ଓ ବିଦ୍ୟୁତର ସୁପରିବାହୀ। ଦେଇଥିଲା ଧାତୁର ମୌଳିକ ଧର୍ମ ନୁହେଁ, ଯେହେତୁ ନୁହେଁ ଧାତୁଗୁଡ଼ିକ ତ ସାଧାରଣତଃ କଠିନ ଥାଏ ଏବଂ ଉଚ୍ଚ ଗଳନାଙ୍କ ମଧ୍ୟ ଥାଏ ଏବଂ ତା ଦ୍ୱାରା ଧାତୁ ଦ୍ୱାରା ତାପ ଏବଂ ବିଦ୍ୟୁତ ସେ ତ ଗୁଡ୍ କଣ୍ଡକ୍ଟର। ତେଣୁ କେବଳ ଅପସନ୍ ସି ଧାତୁଗୁଡ଼ିକ ସାଧାରଣତଃ କୋମଳ, କୌଣସି ଧାତୁ କୋମଳ ନୁହେଁ।